أشهد أن لا إله إلا الله وحده لا شريك له وأشهد أن محمدا عبده ورسوله أما بعد فأعوذ بالله من الشيطان الرجيم بسم الله الرحمن الرحيم الحمد لله رب العالمين الرحمن الرحيم مالك يوم الدين إياك نعبد وإياك نستعين اهدنا الصراط المستقيم صراط الذين أنعمت عليهم غير المغضوب عليهم ولا الضالين. ହଜରତ ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ କାଳର ସରିୟାମାନଙ୍କର ଚର୍ଚ୍ଚା ଜାରି ରହିଥିଲା। ସେହି କ୍ରମରେ ଆଜି ସର୍ବପ୍ରଥମେ ସରିୟା ବିନ୍ ଜାବିରର ଚର୍ଚ୍ଚା କରିବି। ଏହି ସରିୟା ସୱାଲ ମାସ 6 ହିଜରୀରେ ଓର୍ନିଆନ୍ ଅଭିମୁଖେ ହୋଇଥିଲା। କେତେକଙ୍କ ମତରେ ଏହି ସରିୟା ସঈଦ୍ ବିନ୍ ଜୈଦଙ୍କର ଥିଲା, ଅର୍ଥାତ୍ ଏହି ସରିୟା ଅଭିମୁଖେ ହଜରତ ସঈଦ୍ ବିନ୍ ଜୈଦ୍ ରଜିୟଲ୍ଲାହୁ ପ୍ରସ୍ଥାନ କରିଥିଲେ। ତାଙ୍କ ନେତୃତ୍ୱରେ ଏହି ସରିୟା ସଂଗଠିତ ହୋଇଥିଲା। କିନ୍ତୁ ଅଧିକାଂଶ ଇତିହାସବିତ୍ ଓ ବର୍ଣ୍ଣନାକାରୀ ଏହି ମତ ପ୍ରକାଶ କରିଛନ୍ତି ଯେ ଏହି ସରିୟା ଜୈଦ୍ ବିନ୍ ଜାବିର ରଜିୟଲ୍ଲାହୁଙ୍କ ନେତୃତ୍ୱରେ ସଂଗଠିତ ହୋଇଥିଲା। ସେହିପରି ଏକ କଥନ ଏହା ମଧ୍ୟ ରହିଛି ଯେ ଏହି ସରିୟା ଜରୀର ବିନ୍ ଅବଦୁଲ୍ଲାଙ୍କର ଥିଲା, କିନ୍ତୁ ଉକ୍ତ କଥାକୁ ଖଣ୍ଡନ ମଧ୍ୟ କରିଦିଆଯାଇଛି। ଜରୀର ବିନ୍ ଅବଦୁଲ୍ଲା ଏହି ସରିୟାର 4 ବର୍ଷ ପରେ ମୁସଲମାନ ହୋଇଥିଲେ। ଏହି ସରିୟାର ମୁଖ୍ୟ କାରଣ ଏହା ଥିଲା ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ନିକଟକୁ କିଛି ଲୋକମାନେ ଆସିଲେ। ବୁଖାରୀ କିତାବୁଲ ଜିହାଦ ଓ କିତାବୁଲ ଦିଆତରେ ହଜରତ ଅନସ୍ ରଜିୟଲ୍ଲାହୁଙ୍କ ଠାରୁ ଏହି ବର୍ଣ୍ଣନାଟି ବର୍ଣ୍ଣିତ ହୋଇଛି ଯେ ସେହି ଲୋକମାନେ ଯେଉଁମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ନିକଟକୁ ଆସିଥିଲେ ସେମାନଙ୍କ ସଂଖ୍ୟା 8 ଥିଲା। ସେହି 8 ଜଣ ଲୋକ ଉକଲ ଓ ଉରେନ୍ ସମ୍ପ୍ରଦାୟ ମଧ୍ୟରୁ ଥିଲେ। ସେହି କବିଲାର ଅଧିବାସୀ ଥିଲେ, ବଂଶଜ ଥିଲେ। ଇବ୍ନେ ଜରୀର ଓ ଅବୁ ଅୱାନଙ୍କ ନିକଟରେ 4 ଜଣ ଉରେନା ସମ୍ପ୍ରଦାୟ ମଧ୍ୟରୁ ଥିଲେ ଓ 3 ଜଣ ଉକଲ ସମ୍ପ୍ରଦାୟର ଥିଲେ। କିନ୍ତୁ ଅଷ୍ଟମ ବ୍ୟକ୍ତି ଜଣକ ଉଭୟ ସମ୍ପ୍ରଦାୟ ମଧ୍ୟରୁ ନଥିଲେ। ତାର ଗୋତ୍ର ଜଣାନଥିଲା। ସୁତରାଂ ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି ୱସଲ୍ଲମଙ୍କ ନିକଟକୁ ଆସିଲେ ଓ ଇସଲାମ ଧର୍ମ ସଂକ୍ରାନ୍ତରେ କଥୋପକଥନ କଲେ, ବାର୍ତ୍ତାଳାପ କଲେ। ସେହିପରି ଏକ ବର୍ଣ୍ଣନାରେ ବର୍ଣ୍ଣିତ ରହିଛି ଯେ ସେମାନେ ଇସଲାମ ଧର୍ମର ଦୀକ୍ଷା ନେଲେ ଏବଂ ସେମାନେ ଅସୁସ୍ଥ ଥିଲେ। ଅବୁ ଅୱାନ ବର୍ଣ୍ଣନା କରନ୍ତି ଯେ ସେହି ଲୋକମାନେ ଅତ୍ୟନ୍ତ ଦୁର୍ବଳ ଥିଲେ ଓ ସେମାନଙ୍କର ବର୍ଣ୍ଣ ଅତ୍ୟଧିକ ପୀତ ଅର୍ଥାତ୍ ହଳଦିଆ ଥିଲା। ସେମାନଙ୍କ ପେଟ ବାହାରକୁ ବାହାରିଥିଲା। ସେମାନେ କହିଲେ, ହେ ଆଲ୍ଲାହଙ୍କ ରସୂଲ, ଆପଣ ଆମକୁ ଆଶ୍ରୟ ପ୍ରଦାନ କରନ୍ତୁ, ଆମମାନଙ୍କୁ ଆହାର ଯୋଗାଇ ଦିଅନ୍ତୁ। ସେମାନେ ମସଜିଦ୍ ନବୀର ପ୍ରାଙ୍ଗଣରେ ଅବସ୍ଥାନ କରିଥିଲେ। ଅତଏବ ସେମାନେ ଯେତେବେଳେ ସୁସ୍ଥ ହୋଇଗଲେ ସେତେବେଳେ ସେମାନଙ୍କ ଶରୀର ମଦିନାର ପାଣିପାଗ ଅନୁଯାୟୀ ତାଙ୍କୁ ସୁହାଇଲା ନାହିଁ। ଯେଉଁ ଦୁର୍ବଳତା ରହିଥିଲା ତାହା କ୍ରମଶଃ ଦୂରୀଭୂତ ହୋଇଥିଲା ସତ, କିନ୍ତୁ ସାମଗ୍ରିକ ରୂପେ ଶରୀର ଉପଯୋଗୀ ମଦିନାର ଜଳବାୟୁ ତାଙ୍କ ଶରୀରର ଉପଯୋଗୀ ହୋଇନଥିଲା। ଇବ୍ନେ ଇସହାକ୍ ରଜିୟଲ୍ଲାହୁଙ୍କ ମତ ଅନୁଯାୟୀ ସେହି ଲୋକମାନେ ଅର୍ଥାତ୍ ଭୋକ ଯୋଗୁଁ ସେମାନଙ୍କର ଦୁର୍ବଳତା କ୍ରମଶଃ ବଢ଼ିଯାଇଥିଲା ଓ ସେମାନେ ଅସୁସ୍ଥ ହୋଇପଡ଼ିଯାଇଥିଲେ। କିନ୍ତୁ ଯେତେବେଳେ ମୁସଲମାନମାନେ ସେମାନଙ୍କୁ
ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଯୋଗାଇ ଦେଲେ ଓ ସେମାନେ ସୁସ୍ଥ ହୋଇଗଲେ। କିନ୍ତୁ ମଦିନାର ପାଣିପାଗ ତାଙ୍କୁ ସୁହାଇଲା ନାହିଁ। ସେଥିପାଇଁ ସେମାନେ ରୋଗାକ୍ରାନ୍ତ ହୋଇଗଲେ। ସେମାନେ କହିଲେ, ଆମେମାନେ ଧନ ଓ ପଶୁପାଳନ କରୁ, ଆମେମାନେ ବିଲବାଡ଼ି କାମ କରୁଥିବା ଲୋକ ନୁହଁ। ଦୟାକରି ଆମମାନଙ୍କୁ କ୍ଷୀର ପାନ କରିବାର ବ୍ୟବସ୍ଥା କରିଦିଅନ୍ତୁ, ଦୁଗ୍ଧ ଯୋଗାଇ ଦିଅନ୍ତୁ। ପ୍ରତି ଉତ୍ତରରେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ମୋ ନିକଟରେ ଖାଇବା ପିଇବା ପାଇଁ ଆଉ କିଛି ନାହିଁ, କିନ୍ତୁ ତୁମେମାନେ କ୍ଷୀର ଦେଉଥିବା ଓଟମାନଙ୍କ ନିକଟକୁ ଚାଲିଯାଅ। ଅତଏବ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लମଙ୍କ ଅନୁମତି କ୍ରମେ ସେମାନେ ଚାରଣଭୂମି ଆଡ଼କୁ ଚାଲିଗଲେ। ସେହିପରି ଆଉ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେମାନଙ୍କୁ ଫେଫାଉଲ ଖବାରର ଚାରଣଭୂମି ଆଡ଼କୁ ପ୍ରେରଣ କରିଦେଇଥିଲେ, ଯାହାକି ମଦିନା ନିକଟବର୍ତ୍ତୀ ଏକ ବିସ୍ତୀର୍ଣ୍ଣ ଚାରଣଭୂମି ଥିଲା। ସେ ଯାହା ହେଉ, ଏହି ବର୍ଣ୍ଣନାରୁ ଏହା ଜଣାଯାଉଛି ଯେ ସେହି ଲୋକମାନେ ମଦିନାରେ ବେଶୀ ଦିନ ରହିନଥିଲେ, ବରଂ ସ୍ୱଳ୍ପ ଦିନ ରହି ସେମାନେ କ୍ଷୀରପାନ କରିବା ନିମନ୍ତେ ଚାରଣଭୂମି ଆଡ଼କୁ ଚାଲିଯାଇଥିଲେ। ଅନ୍ୟ ଏକ ବର୍ଣ୍ଣନାରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେହି ଲୋକମାନଙ୍କୁ ସଦକାର ଓଟମାନଙ୍କ ଆଡ଼କୁ ଯିବା ପାଇଁ ଅନୁମତି ପ୍ରଦାନ କରିଦେଇଥିଲେ, କାରଣ ସେମାନେ ଓଟର କ୍ଷୀରପାନ କରିବାକୁ ଚାହୁଁଥିଲେ। ଅତଏବ ଯେତେବେଳେ ସେମାନେ ସେଠାରେ ପହଞ୍ଚି ଓଟମାନଙ୍କର କ୍ଷୀରପାନ କଲେ, ସେତେବେଳେ ସେମାନଙ୍କର ପେଟ ବାହାରି ପଡ଼ିଲା, ସେମାନେ ସୁସ୍ଥ ହୋଇଗଲେ। ସୁତରାଂ ସେମାନେ ଇସଲାମ ଧର୍ମ ଗ୍ରହଣ କରିବା ପରେ ଅବିଶ୍ୱାସକାରୀ ହୋଇ ଦୁଧିଆଳି ଓଟଗୁଡ଼ିକୁ ଘୋଡ଼ାଇ ନେଇଗଲେ ସାଥିରେ। ଅତଏବ ଏକ ପକ୍ଷରେ ତ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଅସୀମ କୃପା ଓ ଅନ୍ୟ ପଟରେ ସେମାନଙ୍କର ଏହି ବିଶ୍ୱାସଘାତକତା। ଏହା ବର୍ଣ୍ଣନା କରାଯାଏ ଯେ ଯେତେବେଳେ ଏହି ଲୋକମାନେ ଅବିଶ୍ୱାସକାରୀ ହୋଇ ଓଟମାନଙ୍କୁ ନିଜ ସହିତ ଘୋଡ଼ାଇ ନେଇଗଲେ, ସେତେବେଳେ ସେମାନଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସ୍ୱାଧୀନ ପ୍ରାପ୍ତ ଦାସ ୟସାର ରଜିୟତାଲା ଓ ତାଙ୍କର କେତେକ ସାଥୀମାନେ ଧରିବା ପାଇଁ ବାହାରିଲେ ଓ ସେମାନଙ୍କ ସହିତ ଏହି ସାହାବାମାନଙ୍କର ମୁହାଁମୁହିଁ ହେଲା। ଏହି 8 ଜଣ ଲୋକମାନେ ଯେ କି ମଦିନା ଆସି ଡକାୟତି କରି ଅର୍ଥାତ୍ ଓଟ ଲୁଣ୍ଠନ କରି ନେଇଯାଇଥିଲେ, ସେମାନେ ମୁସଲମାନ ସାହାବାମାନଙ୍କୁ ଶହୀଦ କରିଦେଲେ। ୟସାର ରଜିୟତାଲାଙ୍କୁ ମଧ୍ୟ ଶହୀଦ କରିଦେଇଥିଲେ। ଏହି ଡକାୟତ ଅବିଶ୍ୱାସକାରୀମାନେ ୟସାର ରଜିୟତାଲାଙ୍କ ହାତ ଗୋଡ଼ କାଟିଦେଇ ତୁଣ୍ଡ ଓ ଚକ୍ଷୁରେ କଣ୍ଟା ଫୋଡ଼ି ଦେଇଥିଲେ, ଏପର୍ଯ୍ୟନ୍ତ କି ୟସାର ରଜିୟତାଲାଙ୍କର ମୃତ୍ୟୁ ଘଟିଥିଲା। ପୁନଶ୍ଚ ଏମାନେ ଅନ୍ୟ ଓଟ ଚରାଳିମାନଙ୍କୁ ମଧ୍ୟ ହତ୍ୟା କରିଥିଲେ। ଜଣେ ବ୍ୟକ୍ତି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ସେବାରେ ଉପସ୍ଥିତ ହେଲେ ଏବଂ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ସେହି ଲୋକମାନେ ମୋର ସାଥୀମାନଙ୍କୁ ନିହତ କରିଦେଇଛନ୍ତି, କିନ୍ତୁ ମୁଁ କୌଣସି ମତେ ବର୍ତ୍ତି ଆପଣଙ୍କ ନିକଟକୁ ଚାଲି ଆସିଛି। ଏତତ୍ପରେ ସେହି ବ୍ୟକ୍ତି ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ସୂଚନା ପ୍ରଦାନ କଲା ଯେ ହେ ଆଲ୍ଲାହଙ୍କ ବାର୍ତ୍ତାବହ, ସେହି ଅବିଶ୍ୱାସକାରୀ ଲୋକମାନେ ଓଟ ଗୁଡ଼ିକୁ ଧରି ପଳାଇଛନ୍ତି। ମୁହମ୍ମଦ ବିନ୍ ଉମର ରଜିୟତାଲାଙ୍କର ବର୍ଣ୍ଣନା ଉଲ୍ଲେଖ ରହିଛି ଯେ ବନୁ ଆମ୍ର ବିନ୍ ଅଫ୍ର ଜଣେ ମହିଳା ନିଜର ଗଧ ଉପରେ ଆରୋହଣ ହୋଇ ମଦିନା ଆଡ଼କୁ ଆସୁଥିଲା ଏବଂ ସେ ୟସାର ନିକଟ ଦେଇ ଅତିକ୍ରମ କଲା। ୟସାର ଏକ ବୃକ୍ଷ ତଳେ ମୁର୍ମୁଷ ଅବସ୍ଥାରେ ପଡ଼ିଥିଲେ। ଯେତେବେଳେ ସେହି ମହିଳା ୟସାରଙ୍କ ପାଖ ଦେଇ ଅତିକ୍ରମ କଲା, ସେତେବେଳେ ୟସାରଙ୍କର ମୃତ୍ୟୁ ଘଟି ସାରିଥିଲା। ସେହି ମହିଳା ନିଜର ସମ୍ପ୍ରଦାୟ ଆଡ଼କୁ ଫେରିଲା ଓ ଏ ଘଟଣା ସଂକ୍ରାନ୍ତରେ ଲୋକମାନଙ୍କୁ ସୂଚିତ କଲା। ଅତଏବ ସେହି ଲୋକମାନେ ମଧ୍ୟ ବାହାରିଲେ, ଏପର୍ଯ୍ୟନ୍ତ କି ସେ ୟସାରଙ୍କୁ ମୃତ ଅବସ୍ଥାରେ ପାଇଥିଲେ। ସେହି ମୁସଲିମର ବର୍ଣ୍ଣନା ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟରେ 20 ଜଣ ଯୁବକ ଉପସ୍ଥିତ ଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେମାନଙ୍କୁ ପ୍ରେରଣ କଲେ। ସେହିପରି ଅନ୍ୟ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ସେହି ଲୋକମାନଙ୍କର ପାଦ ଚିହ୍ନକୁ ଦେଖି 20 ଜଣ ଅଶ୍ୱାରୋହୀଙ୍କୁ ପ୍ରେରଣ କରିଥିଲେ। ସେମାନଙ୍କ ମଧ୍ୟରେ ସଲମା ବିନ୍ ଅକ୍ୱା, ଅବୁ ରୋହମ୍, ଅବୁ ଜର ଗଫାରୀ, ବୁର୍ଦାହ ବିନ୍ ହୁସେନ, ରାଫେ ବିନ୍ ମକିସ୍ ଓ ତାଙ୍କର ଭାଇ ଜୁନ୍ଦୁବ, ବିଲାଲ ବିନ୍ ହାରିସ୍, ଅବଦୁଲ୍ଲା ବିନ୍ ଆମ୍ର ବିନ୍ ଅଫ୍ ମଜନି,
जुआल बिन सुराका सालबी, ସୁଏଦ୍ ବିନ୍ ସଖର, ଜୁହାନି ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲେ। ସେମାନଙ୍କ ମଧ୍ୟରେ ଫୁହେରଙ୍କୁ ସେନାପତିର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏମାନଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ଶତ୍ରୁମାନଙ୍କ ପଛରେ ପ୍ରେରଣ କରିଥିଲେ। ଏମାନଙ୍କ ସହିତ ଜଣେ ସନ୍ଧାନକାରୀ ବ୍ୟକ୍ତି ମଧ୍ୟ ରହିଥିଲେ। ଉକ୍ତ ବ୍ୟକ୍ତି ଜଣକ ଶତ୍ରୁମାନଙ୍କ ପାଦ ଚିହ୍ନ ଦେଖି ତାଙ୍କର ନିକଟରେ ପହଞ୍ଚି ଯାଇଥିଲେ। ସେତେବେଳେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମ ମଧ୍ୟ ସେମାନଙ୍କ ପାଇଁ ଅର୍ଥାତ୍ ସେହି ଅବିଶ୍ୱାସକାରୀମାନଙ୍କ ପାଇଁ ଦୁଆ କରିଥିଲେ, ଅଭିଶାପ ଦେଇଥିଲେ ଯେ ହେ ଆଲ୍ଲାହ, ଏମାନଙ୍କୁ ମାର୍ଗରୁ ଅନ୍ଧ କରିଦିଅ, ଏମାନଙ୍କ ମାର୍ଗଚ୍ୟୁତ କର, ସେମାନଙ୍କ ନିମନ୍ତେ ଓଟର ଚର୍ମକୁ ମଧ୍ୟ ସଂକୁଚିତ କରିଦିଅ। ସୁତରାଂ ଆଲ୍ଲାହ ତାଆଲା ସେମାନଙ୍କୁ ମାର୍ଗରୁ ଅନ୍ଧ କରିଦେଲେ। ସେହି ଶତ୍ରୁ ସେହି ଦିନ ହିଁ ଧରା ପଡ଼ିଗଲେ। ଯେତେବେଳେ ଦିନ ବୃଦ୍ଧି ହେବାକୁ ଲାଗିଲା, ସେତେବେଳେ ସେମାନଙ୍କୁ ହୁଜୁର ସଲ୍ଲଲ୍ଲାହୁ ପାଖକୁ ଅଣାଗଲା। ଏହି 24 ଜଣ ଅଶ୍ୱାରୋହୀମାନେ ଅବିଶ୍ୱାସକାରୀମାନଙ୍କୁ ଧରି ଆଣିଥିଲେ, ଅର୍ଥାତ୍ ସେହି 8 ଜଣଙ୍କୁ। ସେହିପରି ଅନ୍ୟ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ କର୍ଜ ବିନ୍ ଜାବିର ଓ ତାଙ୍କ ସାଥୀମାନେ ସେହି ଅବିଶ୍ୱାସକାରୀମାନଙ୍କୁ ଧରି ନେଇଥିଲେ। ଆଉ ସେତେବେଳେ ରାତି ପାହିଯିବାରୁ ସେମାନେ ହୁର୍ରାଠାରେ ରାତ୍ରି ଯାପନ କରିଥିଲେ। ପୁନଶ୍ଚ ସେମାନେ ସକାଳ ପାହିବା ମାତ୍ରେ ସେହି ଅବିଶ୍ୱାସକାରୀମାନଙ୍କୁ ଧରି ମଦିନା ଫେରିଥିଲେ। ଏହି ବର୍ଣ୍ଣନାରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ସେହି 20 ଜଣ ଯୁବକ ଅଶ୍ୱାରୋହୀ ଜଣେ ମାର୍ଗରେ ଜଣେ ମହିଳାଙ୍କୁ ଭେଟିଥିଲେ। ସେହି ମହିଳା ଜଣକ ଓଟର କାନ୍ଧକୁ ଟେକି ଧରିଥିଲା। ସୁତରାଂ ସେମାନେ ଉକ୍ତ ମହିଳାଙ୍କୁ ଧରି ପଚାରିଲେ, ଏଇଟା କ'ଣ? ମହିଳା ଜଣକ କହିବାକୁ ଲାଗିଲେ ଯେ ମୁଁ ଏକ ସମ୍ପ୍ରଦାୟ ପାଖରୁ, ଏକ ଦଳ ପାଖରୁ ଅତିକ୍ରମ କରିଥିଲି। ସେମାନେ ଓଟ ଜେଭା କରିଥିଲେ। ସେମାନେ ମୋତେ ଓଟର ଫାଳେ କାନ୍ଧ ପ୍ରଦାନ କଲେ ଓ ତାହା ମୁଁ ନେଇ ଘରକୁ ଯାଉଛି। ବର୍ତ୍ତମାନ ସେମାନେ ଜଙ୍ଗଲରେ ହିଁ ଅଛନ୍ତି। ସେହି ମହିଳା ଜଣକ ମୁସଲମାନମାନଙ୍କୁ କହିଲେ ଯେ ତୁମେମାନେ ଯେତେବେଳେ ସେହି ଜଙ୍ଗଲକୁ ଯିବ, ସେତେବେଳେ ସେଠାରେ ନିଆଁ ଜଳୁଥିବାର ଦେଖିବାକୁ ପାଇବ। ଅତୀବ ସାହାବମାନେ ସେହି ଦିଗ ଓ ସେହି ଜଙ୍ଗଲ ଆଡ଼କୁ ବାହାରି ପଡ଼ିଲେ, ଏପର୍ଯ୍ୟନ୍ତ କି ସାହାବମାନେ ସେହି ଅବିଶ୍ୱାସକାରୀମାନଙ୍କ ନିକଟରେ ପହଞ୍ଚିଗଲେ ଓ ସେମାନଙ୍କୁ ସେତେବେଳେ ସେମାନେ ଖିଆପିଆ କରିସାରିଥିଲେ। ସାହାବମାନେ ସେହି ଅଶ୍ୱାରୋହୀମାନଙ୍କୁ ଆତ୍ମସମର୍ପଣ କରିଦେବା ନିମନ୍ତେ କହିଲେ। ସେତେବେଳେ ସେମାନେ ଆତ୍ମସମର୍ପଣ କରି ବନ୍ଦୀ ହୋଇଗଲେ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ବ୍ୟକ୍ତି ବାକି ରହିଲା ନାହିଁ। ଅତୀବ ସାହାବମାନେ ସେମାନଙ୍କୁ ବାନ୍ଧି ନେଲେ ଓ ସେମାନଙ୍କୁ ନିଜ ପଛରେ ଅଶ୍ୱ ଉପରେ ଆରୋହଣ କରାଇ ମଦିନା ଘେନି ଆଣିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ରିଗାବ ନାମକ ସ୍ଥାନରେ ବିରାଜମାନ ଥିଲେ। ରିଗାବ ଜୁରୁଫ ସହିତ ସଂଲଗ୍ନ ଏକ ସ୍ଥାନର ନାମ। ଜୁରୁଫ ମଦିନାଠାରୁ 3 ମାଇଲ ବ୍ୟବଧାନରେ ଅବସ୍ଥିତ ଥିଲା। ସେ ଯାହା ହେଉ, ସେହି ଅବିଶ୍ୱାସକାରୀମାନଙ୍କୁ ଧରି ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମଙ୍କ ନିକଟରେ ଉପସ୍ଥାପିତ କରାଗଲା। ସୁତରାଂ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ଚେଙ୍କ ଆଣିବା ନିମନ୍ତେ ଆଦେଶ ଦେଲେ। ଚେଙ୍କ ଅଣାଗଲା ଓ ସେଗୁଡ଼ିକୁ ଗରମ କରାଗଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸಲ್ಲମ ସେହି ସେକ ଗୁଡ଼ିକୁ ସେମାନଙ୍କ ଚକ୍ଷୁରେ ସ୍ପର୍ଶ କରାଇଲେ, କାରଣ ସେମାନେ ଓଟ ଚରାଳୀମାନଙ୍କୁ ଚେଙ୍କ ଦେଇ ତାଙ୍କୁ ଅତି ନିର୍ମମ ଭାବରେ ମାରି ଦେଇଥିଲେ। ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ସେମାନଙ୍କୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವସଲ୍ଲମଙ୍କ ନିକଟକୁ ଯେତେବେଳେ ଅଣାଗଲା, ସେତେବେଳେ ହୁଜୁର ସେମାନଙ୍କର ଗୋଟିଏ ପକ୍ଷର ହାତ ଓ ଅନ୍ୟ ପାର୍ଶ୍ୱର ପାଦ କାଟିଦେବା ପାଇଁ ଆଦେଶ ଦେଇଥିଲେ। ସେମାନଙ୍କ ଚକ୍ଷୁରେ ଉତ୍ତପ୍ତ ଲୌହର ଚେଙ୍କ ଦେବା ପାଇଁ ଆଦେଶ ଦେଇଥିଲେ, ଏପର୍ଯ୍ୟନ୍ତ କି ସେମାନେ ମୃତ୍ୟୁବରଣ କରିବେ। ସେହିପରି ଅନ୍ୟ ଏକ ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ସେହି ଅବିଶ୍ୱାସକାରୀଙ୍କ ଚକ୍ଷୁକୁ ସିଲେଇ କରି ଚେଙ୍କ ଦେଇ ଖରାରେ ପକାଇ ଦେବାକୁ ଆଦେଶ ଦିଆଯାଇଥିଲା। ସେମାନେ ସାହାବାମାନଙ୍କୁ ପାଣି ମାଗୁଥିଲେ, କିନ୍ତୁ ସେମାନଙ୍କୁ ପାଣି ଦିଆଯାଇ ନଥିଲା। ହଜରତ ଅନସ୍ ରାଦିୟଲ୍ଲାହୁ ବର୍ଣ୍ଣନା କରନ୍ତି ଯେ ମୁଁ ସେହି ଡକାୟତ ଅବିଶ୍ୱାସକାରୀଙ୍କ ମଧ୍ୟରୁ ଜଣେ ଅବିଶ୍ୱାସକାରୀକୁ ଦେଖିଲି। ସେ ଶୋଷ ଯୋଗୁଁ ନିଜର ତୁଣ୍ଡକୁ ଚାଟୁଥିଲା। ଏପରିକି ସେମାନେ ମୃତ୍ୟୁବରଣ କଲେ। ସେମାନଙ୍କ ରକ୍ତକୁ ଅଟକାଇବା ନିମନ୍ତେ ସେମାନଙ୍କୁ ଚେଙ୍କ ଦିଆଗଲା ନାହିଁ, ସେମାନଙ୍କ ଚିକିତ୍ସା କରାଗଲା ନାହିଁ। ଆବୁ କିଲାବ ବର୍ଣ୍ଣନା କରନ୍ତି ଯେ ଏହି ଲୋକମାନେ ହେଉଛନ୍ତି ସେହି ବ୍ୟକ୍ତି
ଯେଉଁମାନେ ଓଟ ଚରାଳୀମାନଙ୍କୁ ହତ୍ୟା କରିଥିଲେ, ବିଭତ୍ସ ଭାବରେ ହତ୍ୟା କରିଥିଲେ, ସେମାନଙ୍କ ଓଟଗୁଡ଼ିକୁ ଚୋରି କରି ନେଇଯାଇଥିଲେ, ଯେତେବେଳେ କି ସେମାନେ ଇସଲାମ ଧର୍ମ ସ୍ୱୀକାର କରି ନେଇଥିଲେ। ଇବ୍ନେ ସିରିନ୍ ବର୍ଣ୍ଣନା କରନ୍ତି ଯେ ଉର୍ନିଆଇନ୍ର ଘଟଣା ସଂକ୍ରାନ୍ତରେ ଆଲ୍ଲାହ ତାଆଲାଙ୍କର ଆଦେଶ ଅବତୀର୍ଣ୍ଣ ହେବା ପୂର୍ବରୁ ଏହା ଘଟିଥିଲା। ସେ ଯାହା ହେଉ, ଏହି ସମସ୍ତ ଘଟଣା ଘଟିଥିଲା ପ୍ରକାଶ୍ୟ ରୂପେ। ଏହା ପ୍ରତୀତ ହେଉଛି ଯେ ମୁସଲମାନମାନେ ଏହି ଅବିଶ୍ୱାସକାରୀଙ୍କ ପ୍ରତି ଅତ୍ୟନ୍ତ ବର୍ବରତା କାଣ୍ଡ ଭିଆଇଥିଲେ, କିନ୍ତୁ ଯେଉଁ ଇସଲାମୀୟ ଶିକ୍ଷା ରହିଥିଲା ତାହା ପରବର୍ତ୍ତୀ ସମୟରେ ଅବତୀର୍ଣ୍ଣ ହୋଇଥିଲା। ଆଲ୍ଲାହ ତାଆଲା ଯେଉଁ ଇସଲାମୀୟ ଶିକ୍ଷା ଏଥି ସଂକ୍ରାନ୍ତରେ ଅବତୀର୍ଣ୍ଣ କରିଥିଲେ ତାହା ସୂରେ ମାଆଦାର 34 ନମ୍ବର ଆୟତରେ ଉଲ୍ଲେଖ ରହିଛି, ଅର୍ଥାତ୍ ଯେଉଁମାନେ ଆଲ୍ଲାହ ତାଆଲା ଓ ତାହାଙ୍କ ରସୂଲଙ୍କ ବିରୁଦ୍ଧରେ ଯୁଦ୍ଧ କରନ୍ତି ଓ ଦେଶ ଭିତରେ ବିଶୃଙ୍ଖଳା ଓ ଅରାଜକତା ସୃଷ୍ଟି କରିବାକୁ ଉଦ୍ୟମ କରନ୍ତି, ସେମାନଙ୍କୁ ହତ୍ୟା କରିବା, ଶୂଳି ଦେବା ଓ ସେମାନଙ୍କ ହାତ ଗୋଡ଼କୁ ବିପରୀତ ପାର୍ଶ୍ୱରୁ କାଟିଦେବା, ସେମାନଙ୍କୁ ଦେଶରୁ ନିର୍ବାସିତ କରିଦେବା ଇତ୍ୟାଦି ସେମାନଙ୍କ ନିମନ୍ତେ ଏକ ଉପଯୁକ୍ତ ଶାସ୍ତି। ଇହକାଳରେ ଏହା ସେମାନଙ୍କ ନିମନ୍ତେ ଏକ ଲାଞ୍ଛନା ଓ ପରକାଳରେ ସେମାନଙ୍କ ନିମନ୍ତେ ଭୀଷଣ ଶାସ୍ତି ନିୟତ ରହିଛି। ଅତଏବ ରସୂଲୁଲ୍ଲାହ ସല്ലଲ୍ଲାହୁ ଆଲୈହି ወሰଲ୍ଲମ ଏତତ୍ପରେ କୌଣସି ଅବିଶ୍ୱାସକାରୀ ବ୍ୟକ୍ତିର ଚକ୍ଷୁରେ ଚେଙ୍କ ଦେଇ ସିଲେଇ କଲେ ନାହିଁ କି କୌଣସି ଅବିଶ୍ୱାସକାରୀ ବ୍ୟକ୍ତିର ତୁଣ୍ଡକୁ କାଟିଲେ ନାହିଁ। ହୁଜୁର ସല്ലଲ୍ଲାହୁ ଆଲୈହି वसल्लम କୌଣସି ଅବିଶ୍ୱାସକାରୀ ବ୍ୟକ୍ତିର ହାତ ଗୋଡ଼ କାଟିବା ବ୍ୟତୀତ ଅନ୍ୟ କୌଣସି ଶାସ୍ତି ଦେଲେ ନାହିଁ। ଏତତ୍ପରେ ହୁଜୁର ଯେଉଁ ସୈନ୍ୟବାହିନୀକୁ ବି ପ୍ରେରଣ କରୁଥିଲେ ସେମାନଙ୍କୁ ଏହି ଉପଦେଶ ଦେଉଥିଲେ, ଅର୍ଥାତ୍ ପବିତ୍ର କୁରାନର ଏହି ନିର୍ଦ୍ଦେଶାବଳୀ ମନେ ପକାଇ ଦେଉଥିଲେ। ଅତଏବ ଆପଣ ସଦକା ଦେବା ନିମନ୍ତେ ଆହ୍ୱାନ ଦେଉଥିଲେ। ସୁଲହ ଓ ଅଙ୍ଗକୁ ବିକୃତ କରିବାକୁ ସାହାବାମାନଙ୍କୁ ବାରଣ କରୁଥିଲେ। ମୁହମ୍ମଦ ବିନ୍ ଉମର ୱାକିଦି ଓ ଇବ୍ନେ ସାଦ ବର୍ଣ୍ଣନା କରନ୍ତି ଯେ ଅବିଶ୍ୱାସକାରୀମାନେ 15ଟି ଓଟମାନଙ୍କୁ ଚାରଣଭୂମିରୁ ଅପହରଣ କରି ନେଇଥିଲେ। ସେ ଯାହା ହେଉ, ଏହି ଶତ୍ରୁମାନେ ମୁସଲମାନମାନଙ୍କ ସହିତ କ'ଣ କରିଥିଲେ? ଏମାନେ ମୁସଲମାନମାନଙ୍କ ସହିତ ଯେଭଳି ବ୍ୟବହାର ପ୍ରଦର୍ଶନ କରିଥିଲେ, ଏମାନଙ୍କଠାରୁ ସେହିପରି ପ୍ରତିଶୋଧ ନିଆଯାଇଥିଲା। ଏମାନେ ମୁସଲମାନମାନଙ୍କୁ ଯେଉଁ ଶାସ୍ତି ଦେଇଥିଲେ, ଯେଭଳି ବିଶ୍ୱାସଘାତକତା କରିଥିଲେ, ତାହାର ପରିଣାମ ସ୍ୱରୂପ ସେମାନଙ୍କ ସହିତ ସେହିପରି ଆଚରଣ କରାଯାଇଥିଲା। କିନ୍ତୁ ଏହାର କେତେକ ବିସ୍ତୃତ ବିବରଣୀ ଓ କେତେକ ଲୋକମାନେ ଯେଉଁ ଇସଲାମ ଧର୍ମ ଉପରେ ଆପତ୍ତି ବାଢ଼ିଛନ୍ତି, ଏହି ଘଟଣାକୁ କେନ୍ଦ୍ର କରି ଇସଲାମ ଧର୍ମ କାହିଁକି ଶତ୍ରୁମାନଙ୍କ ପରି ଏପରି ବର୍ବର ଓ ଅତ୍ୟାଚାରମୂଳକ ବ୍ୟବହାର ପ୍ରଦର୍ଶନ କରିଥିଲା, ତେବେ ଏହାର ଉତ୍ତର ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ସିରତ ଖାତୁମୁନ୍ ନବୀନରେ ଅତ୍ୟନ୍ତ ସୁନ୍ଦର ଢଙ୍ଗରେ ବର୍ଣ୍ଣନା କରିଛନ୍ତି। ହୁଜୁର ଉଲ୍ଲେଖ କରନ୍ତି ଯେ ମୁସଲମାନମାନଙ୍କ ନିମନ୍ତେ ଏହି ଦିନ ଅତ୍ୟନ୍ତ ଭୟଙ୍କର ଥିଲା, କାରଣ କୁରେଶ ଓ ୟହୁଦୀମାନଙ୍କ ଉପଦ୍ରବରୁ ସମଗ୍ର ଦେଶ ସେମାନଙ୍କ ଶତ୍ରୁ ହୋଇଯାଇଥିଲା ଓ ଶତ୍ରୁତାର ଅଗ୍ନି ପ୍ରଜ୍ୱଳିତ ହେଉଥିଲା ଏବଂ ନିଜର ଆଧୁନିକ ନୀତି ଅନୁଯାୟୀ ସେମାନେ ଏହି ନିଷ୍ପତ୍ତି ମଧ୍ୟ ନେଇଥିଲେ ଯେ ମଦିନା ଉପରେ ନିୟମିତ ଆକ୍ରମଣ କରିବା ପରିବର୍ତ୍ତେ ଅହରହ ଉପାୟ ଓ କୌଶଳ ଦ୍ୱାରା କ୍ଷତି ସାଧନ କରାଯାଉ। ପ୍ରତାରଣା ଓ ବିଶ୍ୱାସଘାତକତା ଆରବ୍ୟ ନୃଶଂସ ସମ୍ପ୍ରଦାୟରେ ଚରିତ୍ରର ଏକ ଅଭିନ୍ନ ଅଙ୍ଗ ଥିଲା। ତେଣୁ ସେମାନେ ପ୍ରତ୍ୟେକ ପ୍ରକାରର ଉଚିତ ଓ ଅନୁଚିତ ପନ୍ଥା ଅବଲମ୍ବନ କରିବାରେ ପଛଘୁଞ୍ଚା ଦେଉନଥିଲେ। ସୁତରାଂ ଯେଉଁ ଘଟଣାର ବର୍ତ୍ତମାନ ମୁଁ ଚର୍ଚ୍ଚା କରୁଛି, ସେହି ଘଟଣା ଏପରି ଉଲ୍ଲେଖ ରହିଛି, ତାହା ସେହି ଅପବିତ୍ର ସମ୍ପ୍ରଦାୟର କଥା ଯାହାକି ଅତି ଭୟଙ୍କର ରୂପେ ଭିଆଇଥିଲେ। ଆପଣ ରଜିୟତାଲା ଆହୁରି ଉଲ୍ଲେଖ କରନ୍ତି, ଅର୍ଥାତ୍ ହଜରତ ମିର୍ଜା ବଶୀର ଅହମଦ ସାହେବ, ଯେ ଏହି ଘଟଣାର ବିସ୍ତୃତ ବିବରଣୀ ଏପରି ଉଲ୍ଲେଖ ରହିଛି ଯେ ସୱାଲ ମାସ 6 ହିଜ୍ରୀରେ ଉକଲ ସମ୍ପ୍ରଦାୟ ଉରେନା ସମ୍ପ୍ରଦାୟର 8 ଜଣ ବ୍ୟକ୍ତି ମଦିନା ଆସିଥିଲେ। ସେମାନେ ମଦିନାରେ କିଛି କାଳ ଅବସ୍ଥାନ କରିଥିଲେ, କିନ୍ତୁ ମଦିନାର ଜଳବାୟୁ ସେମାନଙ୍କୁ ସୁହାଇ ନଥିଲା। ତେଣୁ ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ନିକଟରେ
ଉପସ୍ଥିତ ହୋଇ ନିଜ ଦୁଃଖ କଷ୍ଟ ବର୍ଣ୍ଣନା କଲେ ଏବଂ କହିଲେ, ହେ ଅଲ୍ଲାହଙ୍କ ବାର୍ତ୍ତାବହ, ଆମେମାନେ ଜଙ୍ଗଲୀ ଆଦିବାସୀ ଜୀବଜନ୍ତୁମାନଙ୍କର କ୍ଷୀର ପାନ କରୁଥିବା ଲୋକ। ଆମମାନଙ୍କୁ ଏହି ସହର ଜଳବାୟୁ ସୁହାଉ ନାହିଁ, ତେଣୁ ଆମେ ଅସୁସ୍ଥ ହୋଇଯାଇଛୁ। ଆମମାନଙ୍କୁ ମଦିନା ବାହାରକୁ ଚାଲିଯିବାକୁ ଅନୁମତି ଦିଅନ୍ତୁ, ଯେଉଁଠାରେ କି ଜୀବଜନ୍ତୁ ରହିଥିବେ ଓ ସେମାନଙ୍କର କ୍ଷୀର ପାନ ଆମେ କରିପାରିବୁ। ସେମାନଙ୍କର ଏହି ନିବେଦନକୁ ହୁଜୁର ଗ୍ରହଣ କରି ନେଇଥିଲେ ଆଉ ହୁଜୁର ସେମାନଙ୍କୁ ମଦିନା ବାହାରେ ଥିବା ଚାରଣଭୂମି ଆଡ଼କୁ ଚାଲିଯିବା ପାଇଁ ଆଦେଶ ଦେଇଥିଲେ। ଯେତେବେଳେ ଏହି ହତଭାଗ୍ୟମାନେ ସେଠାରେ ପହଞ୍ଚିଲେ ଓ ନିଜର ଆଡ୍ଡା ଜମାଇବା ପାଇଁ ଆରମ୍ଭ କଲେ ଓ ପରିସ୍ଥିତିର ଅନୁଧ୍ୟାନ କରି ମୁକ୍ତ ବାୟୁରେ ରହି ଓଟମାନଙ୍କର କ୍ଷୀର ପାନ କରି ହୃଷ୍ଟପୁଷ୍ଟ ହୋଇଗଲେ, ସେତେବେଳେ ସେମାନେ ଦିନେ ଓଟ ଜଗୁଆଳିମାନଙ୍କୁ ହତ୍ୟା କରି ସେମାନଙ୍କର ଓଟଗୁଡ଼ିକୁ ନିଜ ସାଥିରେ ଘେଉଡ଼ାଇ ନେଇଯାଇଥିଲେ ଏବଂ କେତେକ ଜୀବଙ୍କୁ ଜେଭ ମଧ୍ୟ କରିଦେଇଥିଲେ। ଏଥିସହିତ ସେମାନେ ଓଟ ଜଗୁଆଳିମାନଙ୍କର ତୁଣ୍ଡ ମରୁଭୂମିର ଅତ୍ୟନ୍ତ ତୀକ୍ଷ୍ଣ କଣ୍ଟାରେ ଫୋଡ଼ି ଦେଇଥିଲେ। ସେହି ବିଭତ୍ସ ହତ୍ୟାକାଣ୍ଡ ପରେ ସେମାନେ ସେତିକିରେ ଅଟକି ଯାଇନଥିଲେ, ଅର୍ଥାତ୍ ଏହି ଅବିଶ୍ୱାସକାରୀମାନେ ପୁନଶ୍ଚ ସେହି ଅତ୍ୟାଚାରୀମାନେ ଉତ୍ତପ୍ତ ଲୋହ ନେଇ ସେହି ମୁସଲମାନମାନଙ୍କ ଚକ୍ଷୁରେ ଫୋଡ଼ି ଦେଇଥିଲେ। ଏହିପରି ଭାବରେ ସେହି ନିରୀହ ଓ ନିର୍ଦ୍ଦୋଷ ମୁସଲମାନମାନଙ୍କୁ ସେମାନେ ନିହତ କରିଥିଲେ। ଯେତେବେଳେ ଏହି ନୃଶଂସ ଅବିଶ୍ୱାସକାରୀମାନେ ମୁସଲମାନମାନଙ୍କର କାମ ତମାମ କରିଦେଲେ, ସେତେବେଳେ ସେମାନେ ଓଟଗୁଡ଼ିକୁ ଏକତ୍ରିତ କରି ସାଥିରେ ଘେଉଡ଼ାଇ ନେଇଗଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କୁ ଯେତେବେଳେ ଏହି ଘଟଣା ସଂକ୍ରାନ୍ତରେ ସୂଚନା ମିଳିଲା, ସେହି ଜଗୁଆଳି ଦୈବାତ ଅବିଶ୍ୱାସକାରୀଙ୍କ ଠାରୁ ଯେ କି ବର୍ତ୍ତି ପଳେଇ ଆସି ହୁଜୁରଙ୍କୁ ସୂଚନା ଦେଇଥିଲେ, ସେତେବେଳେ ହୁଜୁର ତୁରନ୍ତ 20 ଜଣ ସାହାବାଙ୍କର ଏକ ସୈନ୍ୟ ଦଳ ପ୍ରସ୍ତୁତ କରି ସେହି ଅବିଶ୍ୱାସକାରୀଙ୍କ ପଛରେ ପ୍ରେରଣ କରିଥିଲେ। ଏହି ଅବିଶ୍ୱାସକାରୀମାନେ ଯଦିଓ କିଛି ଦୂର ଅତିକ୍ରମ କରିସାରିଥିଲେ, କିନ୍ତୁ ବିଧିର ବିଧାନ ଏହା ହେଲା ଯେ ଆଲ୍ଲାହ ତାଆଲାଙ୍କ କୃପାରୁ ଏହି ଡକାୟତ ଅବିଶ୍ୱାସକାରୀମାନଙ୍କୁ ମୁସଲମାନମାନେ ଏଭଳି ତୀବ୍ରତାର ସହିତ ପିଛା କରି ସେମାନଙ୍କୁ ଧରି ପକାଇଲେ ଏବଂ ଏମାନଙ୍କୁ ଦଉଡ଼ି ସାହାଯ୍ୟରେ ବାନ୍ଧି ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମଙ୍କ ସେବାରେ ଉପସ୍ଥିତ କରିଥିଲେ। ସେଥିଅନ୍ତେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ଯଦିଓ ଏଥି ସଂକ୍ରାନ୍ତରେ କୌଣସି ଆଦେଶ ଅବତୀର୍ଣ୍ଣ ହୋଇନଥିଲା, ହୁଜୁର ସେମାନଙ୍କୁ ସେହିପରି ଶାସ୍ତି ଦେଇଥିଲେ ଯେପରିକି ସେମାନେ ମୁସଲମାନମାନଙ୍କ ସହିତ କରିଥିଲେ, ଅର୍ଥାତ୍ ନିର୍ମମ ଭାବରେ ହତ୍ୟା କରିଥିଲେ। ସୁତରାଂ ହୁଜୁର ସଲ୍ଲଲ୍ଲାହୁ ଆଲୈହି ವಸଲ୍ଲମ ନିଜର ପୁରାତନ ସିଦ୍ଧାନ୍ତ ଅନୁଯାୟୀ ଯେପର୍ଯ୍ୟନ୍ତ ଇସଲାମ ଧର୍ମରେ ଏଥି ସଂକ୍ରାନ୍ତରେ କୌଣସି ନୂତନ ଆଦେଶ ଅବତୀର୍ଣ୍ଣ ହୋଇନଥିଲା, ସେତେବେଳେ ୟହୁଦୀମାନଙ୍କ ଧର୍ମବିଧାନ ଅନୁଯାୟୀ ହୁଜୁର ନିଷ୍ପତ୍ତି ନେଉଥିଲେ। ଅତଏବ ୟହୁଦୀ ଧର୍ମାଦେଶ ଅନୁଯାୟୀ ସେମାନଙ୍କୁ ସେହି ପ୍ରକାର ଶାସ୍ତି ଦିଆଯାଇଥିଲା ଯେଭଳି ସେମାନେ କରିଥିଲେ, ଯାହାକି ହଜରତ ମୁସା ଆଲୈହିସ୍ ସଲାମଙ୍କ ଶିକ୍ଷା ଥିଲା। ଏହି ଘଟଣା ସଂକ୍ରାନ୍ତରେ ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲ୍ଲାହୁ ଉଲ୍ଲେଖ କରନ୍ତି ଯେ ଅଧିକ କିଛି ଲେଖିବାର ଆବଶ୍ୟକତା ନାହିଁ, କାରଣ ଏହି ପ୍ରସଙ୍ଗରେ ଅତ୍ୟାଚାରର ପ୍ରାରମ୍ଭ ଅବିଶ୍ୱାସକାରୀଙ୍କ ପକ୍ଷରୁ ହୋଇଥିଲା। ଯେତେବେଳେ କି ସେମାନେ ଇସଲାମ ଧର୍ମ ଗ୍ରହଣ କରି ନେଇଥିଲେ, ତାପରେ ସେମାନେ ବିଶ୍ୱାସଘାତକତା କରି ଏଭଳି ବିଭତ୍ସ କାଣ୍ଡ ଭିଆଇଥିଲେ। ତେଣୁକରି ସେମାନଙ୍କୁ ଏଭଳି ଶାସ୍ତି ଦେବା ଅନୁକୂଳ ଥିଲା। ସେହି ନିରୀହ ମୁସଲମାନମାନଙ୍କ ପ୍ରତିଶୋଧ ସ୍ୱରୂପ ଏହା ଉଚିତ ଥିଲା। ତେଣୁକରି ସେହି ପରିସ୍ଥିତି କୌଣସି ବୁଦ୍ଧିମାନ ବ୍ୟକ୍ତି ପାଇଁ ଏହା ଆପତ୍ତିର ସ୍ଥଳ ନୁହେଁ। ସେମାନଙ୍କର ଏହି ମନ୍ଦ ଉଦ୍ଦେଶ୍ୟ ଏଥିରୁ ମଧ୍ୟ ଜଣାପଡ଼ୁଥିଲା ଯେ ସେମାନେ ମୁସଲମାନମାନଙ୍କ ଓଟ ଚଳାଳିମାନଙ୍କ ପ୍ରତି ଯେଉଁ ବ୍ୟବହାର ପ୍ରଦର୍ଶନ କରିଥିଲେ, ତାହା କ'ଣ ଚୋରି ଓ ଲୁଟପାଟ ମୂଳକ ଆଚରଣ ନଥିଲା? ହଁ, ଥିଲା। କେବଳ ସେତିକି ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ରୂପେ ପ୍ରତିଶୋଧାତ୍ମକ ଥିଲା। ସେମାନେ ଯଦି ପ୍ରାରମ୍ଭରେ ମୁସଲମାନ ହୋଇଥିଲେ ଓ ପରେ ଓଟ ଦେଖି ସେମାନଙ୍କର ଉଦ୍ଦେଶ୍ୟ ପରିବର୍ତ୍ତନ ହୋଇଯାଇଥିଲା, ତେବେ ସେ ସ୍ଥଳେ ଏହା ହେବା ଉଚିତ ଥିଲା ଯେ ସେମାନେ କେବଳ ଓଟ ନେଇ ପଳାଇ ଯାଇଥାନ୍ତେ। ଯଦି କୌଣସି ଓଟ ଜଗୁଆଳି ବ୍ୟକ୍ତି ବାଧକ ସାଜିଥାନ୍ତା, ତେବେ ସେମାନେ ସେହି ଓଟ
ଜଗୁଆଳିକୁ ହିଁ ହତ୍ୟା କରିଥାନ୍ତେ। କିନ୍ତୁ ଯେଉଁ ଢଙ୍ଗରେ ସେମାନେ ମୁସଲମାନ ଓଟ ଚଳାଳିମାନଙ୍କୁ ଅର୍ଥାତ୍ ସମସ୍ତଙ୍କୁ ନିର୍ମମ ଭାବରେ ହତ୍ୟା କଲେ ଓ ନିର୍ଯାତନା ଦେଲେ, କ୍ରୂରତା ପ୍ରଦର୍ଶନ କଲେ, ସେମାନଙ୍କର ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଉଚିତ ଶାସ୍ତି ଦେବା ଅନିବାର୍ଯ୍ୟ ଥିଲା। ସୁତରାଂ ବୁଖାରୀର କଥନ ରହିଛି, ଉଲ୍ଲେଖ ରହିଛି, अन्नन नबिया सल्लल्लाहु अलैहि वसल्लम बाद ज़ालिका काना यहुस्सु अलस सदकती व यन्हा अनिल मुस्लाह। अर्थात ଏହି ଘଟଣା ପରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଅସୀମ କୃପା ଓ ଉତ୍ତମ ବ୍ୟବହାର ପ୍ରଦର୍ଶନ ନିମନ୍ତେ ତାଗିଦ କରୁଥିଲେ। ପ୍ରତ୍ୟେକ ପରିସ୍ଥିତିରେ ଶତ୍ରୁମାନଙ୍କ ଶରୀରକୁ ବିକୃତ କରିବାକୁ ବାରଣ କରୁଥିଲେ। କେତେକ ଆଫ୍ରିକୀୟ ଗବେଷକ ଯହିଁରେ ସାର୍ ୱିଲିୟମ ମିଓର ମଧ୍ୟ ସାମିଲ ଅଛନ୍ତି, ସେ ଏହି ଘଟଣାର ଚର୍ଚ୍ଚା କରି ଅଭ୍ୟାସଗତ ଭାବରେ ଆପତ୍ତି ବାଢ଼ିଥାନ୍ତି ଯେ ଯେଭଳି ଭାବରେ ସେହି ହତ୍ୟାକାରୀ ଡାକୁମାନଙ୍କୁ ହତ୍ୟା କରାଗଲା ତାହା ଅତ୍ୟନ୍ତ ନୃଶଂସନୀୟ। କିନ୍ତୁ ଯଦି ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଚାର କରାଯାଏ ତେବେ ଏହି ପ୍ରସଙ୍ଗରେ ଇସଲାମ ଧର୍ମ ସମ୍ପୂର୍ଣ୍ଣ ରୂପେ ପବିତ୍ର ଦୃଶ୍ୟମାନ ହୋଇଥାଏ। କାରଣ ବାସ୍ତବରେ ଉକ୍ତ ନିଷ୍ପତ୍ତି ଇସଲାମ ଧର୍ମର ହିଁ ନଥିଲା, ବରଂ ମୁସା ଆଲାଇହିସଲାମଙ୍କର ଥିଲା, ଯାହାକୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ବଳବତ୍ତର ରଖିଥିଲେ। କାରଣ ସେ ପର୍ଯ୍ୟନ୍ତ ସୁଦ୍ଧା ଇସଲାମୀୟ ଧର୍ମାଦେଶ ଅବତୀର୍ଣ୍ଣ ହୋଇନଥିଲା। ନିଃସନ୍ଦେହ ରୂପେ ଆମମାନଙ୍କର ଆପତ୍ତିକାରୀମାନଙ୍କୁ ଆପତ୍ତି କରିବାର ଅଧିକାର ପ୍ରାପ୍ତ ହୋଇଛି। କିନ୍ତୁ ପ୍ରଶ୍ନ ଯଦି ଏହା ଯେ କ'ଣ ଉକ୍ତ ଶିକ୍ଷା କୌଣସି ବିବେକ ବ୍ୟକ୍ତି ନିମନ୍ତେ କାର୍ଯ୍ୟାନୁସରଣ ଯୋଗ୍ୟ? କ'ଣ ଆଜି ପର୍ଯ୍ୟନ୍ତ ଏହି ଘଟଣାକୁ 1950 ବର୍ଷରୁ ଉର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇସାରିବା ପରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଏହିପରି କାର୍ଯ୍ୟାନୁସରଣ କରିପାରିବେ? ମଞ୍ଚ ଉପରେ ଚଢ଼ି ଉପଦେଶ ଦେବା ନିଃସନ୍ଦେହ ରୂପେ ଏକ ଉତ୍ତମ ଓ ସହଜ କଥା, କିନ୍ତୁ ବ୍ୟବହାରିକ କ୍ଷେତ୍ରରେ ସେହି ଶିକ୍ଷାକୁ ଅର୍ଥାତ୍ ଖ୍ରୀଷ୍ଟ ଧର୍ମର ଯେଉଁ ଶିକ୍ଷା ରହିଛି ଯେ ଯଦି କୌଣସି ବ୍ୟକ୍ତି ତୁମର ପରିହିତ ବସ୍ତ୍ର ନେଇଯାଏ, ତୁମର ଅନିଚ୍ଛା ସତ୍ତ୍ୱେ କୌଣସି କୋଷା ନେଇ ଯିବାକୁ ଚାହେଁ, ତେବେ ତୁମେ ସେହି ବ୍ୟକ୍ତିକୁ ସହିତ 10 କୋଶ ଚାଲିଯାଅ। ଯଦି ତୁମର ଗାଲକୁ କେହି ଜଣେ ଚାପୁଡ଼ା ମାରେ ତେବେ ତୁମେ ତାହାକୁ ଅନ୍ୟ ଗାଲଟି ଦେଖାଇ ଦିଅ। ତେବେ ଏହି ଶିକ୍ଷା କ'ଣ ଆଜି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପାଳନ କରୁଛନ୍ତି, ତାହା ଉପରେ କାର୍ଯ୍ୟାନୁସରଣ କରୁଛନ୍ତି? ନା, କଦାପି ନୁହେଁ। ସେହି ଶିକ୍ଷାକୁ କେବେ ବି କୌଣସି ମର୍ଯ୍ୟାଦା ପ୍ରାପ୍ତ ହୋଇନାହିଁ, ନା ହିଁ କୌଣସି ବୁଦ୍ଧିମାନ ବ୍ୟକ୍ତି ଏହାକୁ ସ୍ୱୀକାର କରିଥାଏ। ହଁ, ହଜରତ ମୁସା ଆଲାଇହିସଲାମଙ୍କ ଶିକ୍ଷାକୁ ଦୃଷ୍ଟି ସମ୍ମୁଖରେ ରଖ, ଯାହା ହଜରତ ଇସା ଆଲାଇହିସଲାମଙ୍କ ଶିକ୍ଷାର ବିପରୀତ ଥିଲା। ତେଣୁ ହଜରତ ମୁସା ଆଲାଇହିସଲାମ ଜଣେ ଓକିଲ ଥିଲେ। ହଜରତ ମୁସା ଆଲାଇହିସଲାମ ଆଇନର ବାସ୍ତବତାକୁ ଭଲ ଭାବରେ ବୁଝୁଥିଲେ। ଅବା ଖ୍ରୀଷ୍ଟିଆନମାନଙ୍କର କଥାକୁ ନୁହଁ, ବରଂ ସେମାନଙ୍କର ବ୍ୟବହାରିକ କୃତ୍ୟ ପ୍ରକାଶ୍ୟରେ ପରିସ୍ଥିତିକୁ ଯେତେବେଳେ ପରୀକ୍ଷା କର, ସେତେବେଳେ ବାସ୍ତବତା ସ୍ପଷ୍ଟ ହୋଇଯିବ ଯେ କର୍ମଭୂମିରେ କୌଣସି ଧର୍ମ ଇସଲାମ ଧର୍ମର ମୁକାବିଲା କରିପାରିବ ନାହିଁ। କାରଣ ଇସଲାମ ଧର୍ମ ଯେଉଁ ଶିକ୍ଷା ଦେଇଥାଏ ତାହା କରିକି ଦେଖାଇଥାଏ। ଇସଲାମ ଧର୍ମର ଖାଇବା ଦାନ୍ତ ଓ ଦେଖାଇବା ଦାନ୍ତ ଭିନ୍ନ ନୁହେଁ। ଇସଲାମର ଆଚରଣ ଉଚ୍ଚାରଣ ଗୋଟିଏ। ତେଣୁ ଏପରି ଜଘନ୍ୟ ଅପରାଧୀମାନଙ୍କୁ ଶାସ୍ତି ଦେବା ଓ ସେହିପରି ଶାସ୍ତି ଦେବା ଯାହାକି ପ୍ରଚଳିତ ଯୁଗ ଅନୁଯାୟୀ ଥିଲା। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସେହି ମୁସା ଆଲାଇହିସଲାମଙ୍କ ଧର୍ମବିଧାନ ଅନୁଯାୟୀ ତାଙ୍କୁ ନିର୍ଦ୍ଦେଶ ବା ନିଷ୍ପତ୍ତି ଦେଇଥିଲେ, ତାଙ୍କୁ ସେହିଭଳି ଶାସ୍ତି ଦେଇଥିଲେ। ଏବଂ ତାହା ଏହିକି ଯେ ଓଜାଜାଉ ସയ്ୟାତିନ ସയ്ୟାତୁମ ମିସ୍ଲୁହା ଫମନ ଆଫା ଓ ଆସଲାହା ଫଅଜରୁହୁ ଆଲାଲ୍ଲାହ। ଅର୍ଥାତ୍ ଯେ ଅନିଷ୍ଟର ପ୍ରତିଶୋଧ ତଦନୁରୂପ ଅନିଷ୍ଟ, ଏବଂ ଯଦି କ୍ଷମା ପ୍ରଦାନ କରେ ଓ ସଂସାରକୁ ଦୃଷ୍ଟିରେ ରଖେ, ତାର ପୁରସ୍କାର ଅଲ୍ଲାହ ତାଆଲାଙ୍କ ଠାରେ ନିୟତ ରହିଛି। ଏବଂ ସେ ଅଲ୍ଲାହ ଅତ୍ୟାଚାରୀମାନଙ୍କୁ ପସନ୍ଦ କରନ୍ତି ନାହିଁ।
ଏହା ହେଉଛି ସେହି ଶିକ୍ଷା ଯେଉଁ ଶିକ୍ଷା ଇସଲାମ ଧର୍ମ ପ୍ରଦାନ କରିଛି। କୌଣସି ବୁଦ୍ଧିମାନ ବ୍ୟକ୍ତି ଏହି କଥାକୁ ଅସ୍ୱୀକାର କରିପାରିବ ନାହିଁ ଯେ ଏହି ଶିକ୍ଷା ସର୍ବୋତ୍କୃଷ୍ଟ ନୁହେଁ, କାରଣ ଇସଲାମ ଧର୍ମ ଓ ପବିତ୍ର କୁରାନର ଶିକ୍ଷା ମାନବିକ ଆବଶ୍ୟକତାର ସମସ୍ତ ପକ୍ଷକୁ ଦୃଷ୍ଟିରେ ରଖି ପ୍ରଦାନ କରିଛି ଓ କଟକଣା ଲଗାଇଛି। କିନ୍ତୁ ଏହା ବିପରୀତ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଯୀଶୁଖ୍ରୀଷ୍ଟଙ୍କର ଏହି ପ୍ରଦର୍ଶିତ ଶିକ୍ଷା, ଯେଉଁ ଶିକ୍ଷାକୁ ସେମାନେ ବ୍ୟବହାରିକ ରୂପେ ଶତ୍ରୁମାନଙ୍କ ସହିତ ପ୍ରଦର୍ଶିତ କରିଥାନ୍ତି ଓ ଯୁଦ୍ଧରେ ଯେଉଁ କୃତ୍ୟକୁ ସେମାନେ ସମ୍ପାଦନ କରିଥାନ୍ତି ଏବଂ ଯୁଦ୍ଧରେ ଯେଉଁ ଆଚରଣ ପ୍ରଦର୍ଶନ କରିଥାନ୍ତି, ତାହା ବିଶ୍ୱ ଇତିହାସରେ ଏକ ଖୋଲା ପୁସ୍ତକ ସଦୃଶ। ଏହି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ କ'ଣ କରୁନାହାନ୍ତି? ବର୍ତ୍ତମାନ ମୁଁ ଏକ ଯୁଦ୍ଧର ଚର୍ଚ୍ଚା କରିବି। ଉକ୍ତ ଯୁଦ୍ଧକୁ ଜିକାର୍ଦ ଯୁଦ୍ଧ ବୋଲି କୁହାଯାଏ। ଏଥି ସଂକ୍ରାନ୍ତରେ କିଭଳି ଜୀବନୀ ଲେଖାଳିମାନେ ଓ ପଣ୍ଡିତ ବର୍ଗଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଛି। ଏହି ଯୁଦ୍ଧ କେବେ ଘଟିଥିଲା? ବିଦ୍ୱାନମାନେ ଉକ୍ତ ଯୁଦ୍ଧକୁ ସୁଲହ ହୁଦୈବିୟାର ପରବର୍ତ୍ତୀ ଓ ଖୈବର ଯୁଦ୍ଧ ପୂର୍ବର ଯୁଦ୍ଧ ବୋଲି ମତ ପ୍ରକାଶ କରନ୍ତି। ବିଦ୍ୱାନମାନେ କୁହନ୍ତି ଯେ ଉକ୍ତ ଯୁଦ୍ଧ ଜୁଲ୍ କାଆଦା 6 ହିଜ୍ରୀ ଓ ମହରମ୍ 7 ହିଜ୍ରୀର ମଧ୍ୟବର୍ତ୍ତୀ ଯୁଦ୍ଧ ବୋଲି ବିବେଚିତ କରାଯାଇଛି। ଜୀବନୀ ଲେଖାଳିମାନେ ଉକ୍ତ ଯୁଦ୍ଧକୁ ବନୁ ଲେହୟାନ ଯୁଦ୍ଧ ପରବର୍ତ୍ତୀ ଜମାଦି ଉଲ୍ ଉଲା 6 ହିଜ୍ରୀର ଯୁଦ୍ଧ ବୋଲି ବିବେଚିତ କରିଛନ୍ତି। ଇମାମ ବୁଖାରୀ ଓ ଇମାମ ମୁସଲିମ ଆଦି ବର୍ଣ୍ଣନାକାରୀଙ୍କ ଅନୁଯାୟୀ ଜିକାର୍ଦ ଯୁଦ୍ଧ ଖୈବର ଯୁଦ୍ଧ ଠାରୁ 3 ବର୍ଷ ପୂର୍ବେ ସଂଗଠିତ ହୋଇଥିଲା। ଅତଏବ ଉପରୋକ୍ତ ଇମାମ ଦ୍ୱୟ ଏହାର ଚର୍ଚ୍ଚା ସୁଲହ ହୁଦୈବିୟା ପରେ ଓ ଖୈବର ଯୁଦ୍ଧ ପୂର୍ବରୁ ବର୍ଣ୍ଣନା କରିଛନ୍ତି। ଆଲ୍ଲାମା ଇବ୍ନେ ହିଜ୍ର ଉଲ୍ଲେଖ କରନ୍ତି ଯେ ଇମାମ ଆହମଦ ଓ ଇମାମ ମୁସଲିମ ୟସାସ୍ ବିନ୍ ସଲମାଙ୍କ ଠାରୁ ଯେଉଁ ବର୍ଣ୍ଣନା ମିଳିଛି ତାହା ଏହି କଥାର ସମର୍ଥନ କରୁଅଛି। ଏହି ବର୍ଣ୍ଣନାରେ ହଜରତ ସଲମା ବିନ୍ ଅକ୍ୱା ପ୍ରଥମେ ସୁଲହ ହୁଦୈବିୟା ଓ ପୁନଶ୍ଚ ଜିକାର୍ଦର ଚର୍ଚ୍ଚା କରିଛନ୍ତି। ଏତତ୍ପରେ ଶେଷରେ କହିଲେ, ଏହି ଯୁଦ୍ଧ ପରେ ଆମେମାନେ ମଦିନା ଫେରି ଆସିଥିଲୁ ଓ ବର୍ତ୍ତମାନ 3 ଦିନ ମଦିନାରେ ଅବସ୍ଥାନ କରିନଥିଲୁ ଯେ ଆମେମାନେ ଖୈବର ଯୁଦ୍ଧ ଅଭିମୁଖେ ପ୍ରସ୍ଥାନ କରିଥିଲୁ। ଏହାର ବିପରୀତ ଜୀବନୀ ଲେଖାଳିମାନେ ଆଲ୍ଲାମା ଇବ୍ନେ ଇସହାକ ଓ ଇବ୍ନେ ସାଦ ପ୍ରଭୃତି ଜୀବନୀ ଲେଖାଳିମାନଙ୍କର କୁହନ୍ତି ଯେ ଜିକାର୍ଦ 6 ହିଜ୍ରୀରେ ସୁଲହ ହୁଦୈବିୟା ପୂର୍ବେ ଘଟିଥିଲା। ଏହି ଯୁଦ୍ଧର ସମୀକ୍ଷା ହଜରତ ମିର୍ଜା ବଶୀର ଅହମଦ ସାହେବ ରଜିୟତାଲା ସମ୍ପୂର୍ଣ୍ଣ ରୂପେ ଯଦିଓ କରିନାହାନ୍ତି, କିନ୍ତୁ ତାହାର ବିଶ୍ଳେଷଣ କରି ଆପଣ ବର୍ଣ୍ଣନା କରିଛନ୍ତି ଯେ ଗଜୱା ଜିକାର୍ଦ ଯୁଦ୍ଧକୁ ଖୈବର ଯୁଦ୍ଧ ପୂର୍ବେ ମୁହରମ୍ 7 ହିଜ୍ରୀରେ ଘଟିଥିବାର ଦର୍ଶାଇଛନ୍ତି। ଜିକାର୍ଦ ଯୁଦ୍ଧକୁ ଗାବା ଯୁଦ୍ଧ ମଧ୍ୟ କୁହାଯାଏ, କାରଣ ହୁଜୁର ସଲ୍ଲଲ୍ଲାହୁ ଆଲୈହି ወሰଲ୍ଲମ ଏଠାରୁ ଚୋରି ହୋଇଯାଇଥିଲା। ଗାବା ମଦିନା ଠାରୁ ସିରିଆ ଅଭିମୁଖେ 4 ମାଇଲ ଦୂରତାରେ ଅବସ୍ଥିତ ଏକ ପାର୍ବତ୍ୟାଞ୍ଚଳ। ଗାବାକୁ ଜିକାର୍ଦ ଏଥିପାଇଁ କୁହାଯାଏ ଯେ ୱେନା ବିନ୍ ହିସନ, ଯିଏ ଆକ୍ରମଣ କରି ହୁଜୁର ସଲ୍ଲଲ୍ଲାହୁ ଓଟମାନଙ୍କୁ ଘଉଡ଼ାଇ ନେଇଯାଇଥିଲା, ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ଜିକାର୍ଦ ପର୍ଯ୍ୟନ୍ତ ୱେନା ବିନ୍ ହିସନର ପିଛା କରିଥିଲେ। ଜିକାର୍ଦ ଠାରୁ ପ୍ରାୟ 7 ମାଇଲ ଦୂରତାରେ ଏକ ଝରଣା ରହିଥିଲା। ଏହାର ବିସ୍ତୃତ ବିବରଣୀ ଏପରି ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ 20ଟି ଦୁଧୁଆଳି ଓଟ ବ୍ୟତୀତ ଆଉ କେତେକ ଓଟ ରହିଥିଲେ। ଏହି ଓଟମାନେ ଖୈବର ଠାରୁ ବେଜାର ଚାରଣଭୂମି ଓ ବେଜାର ଠାରୁ ପର୍ବତର ଗଡ଼ାଣିଆ ଅଞ୍ଚଳରେ ଚରୁଥିଲେ। ସେଠାରେ ଯେତେବେଳେ ଦୁର୍ଭିକ୍ଷ ପଡ଼ିଲା, ସେତେବେଳେ ସେହି ଓଟଗୁଡ଼ିକୁ ଗାବା ଆଡ଼କୁ ଘେଉଡ଼ାଇ ଅଣାଯାଇଥିଲା। ଜଣେ ଚରାଳି ସନ୍ଧ୍ୟା ସମୟରେ ଓଟର କ୍ଷୀର ଦୁହିଁ ହୁଜୁର ସଲ୍ଲଲ୍ଲାହୁଙ୍କ ସେବାରେ ଉପସ୍ଥାପନ କରିଥିଲେ। ୱେନା ବିନ୍ ହିସନ ଫୁଜାରୀ ବନୁ ଗତଫାନର 40 ଜଣ ଅଶ୍ୱାରୋହୀଙ୍କ ସମେତ ଏହି ଓଟ ଜଗୁଆଳିମାନଙ୍କ ଉପରେ ଆକ୍ରମଣ କରି ଓଟମାନଙ୍କୁ ନିଜ ସାଥିରେ ନେଇଯାଇଥିଲେ। ସେହିପରି ଅନ୍ୟ ଏକ ବର୍ଣ୍ଣନାନୁଯାୟୀ ବନୁ ଗତଫାନିର ଅଧିପତି ୱେନାର ପୁତ୍ର ଅବ୍ଦୁର ରହମାନ ଥିଲା। ୱେନା ଏମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ପଛରେ ଏକ ସ୍ଥାନରେ ଉପସ୍ଥିତ ଥିଲା।
ଆକ୍ରମଣ ସମୟରେ ସେହି ଶତ୍ରୁମାନେ ହଜରତ ଅବୁ ଜର୍ ରଜିୟଲ୍ଲାହୁଙ୍କ ସୁପୁତ୍ର ଜର୍ଙ୍କୁ ହତ୍ୟା କରିଦେଇଥିଲେ। ଅବୁ ଜର୍ ଜଣେ ଓଟ ଚରାଳି ଥିଲା ଓ ଅବୁ ଜର୍ଙ୍କ ପତ୍ନୀ ଲୈଲାଙ୍କୁ ବନ୍ଦୀ କରି ନିଜ ସାଥିରେ ନେଇଯାଇଥିଲେ। ଅପରପକ୍ଷେ ଅବୁ ଜର୍ର ପୁତ୍ରୀର ପତ୍ନୀ ମଧ୍ୟ ସେଠାରେ ଉପସ୍ଥିତ ଥିଲା। ସେ କିନ୍ତୁ ଶତ୍ରୁ କବଳରୁ ବର୍ତ୍ତି ଯାଇଥିଲା। ଉୟେନା ବିନ୍ ହିସନ୍ କିଏ ଥିଲା, ତାହାର ପରିଚୟ କ'ଣ ଥିଲା, ସେଥି ସଂକ୍ରାନ୍ତରେ ଉଲ୍ଲେଖ ରହିଛି ଯେ ହଜରତ ଉୟେନା ଏହଜାବ୍ ଯୁଦ୍ଧ ଅବସରରେ ବନୁ ପୁଜାରା ସମ୍ପ୍ରଦାୟର ଅଧିପତି ଥିଲା। ଏହଜାବ୍ ଯୁଦ୍ଧ ସମୟରେ ଯେତେବେଳେ ଅବିଶ୍ୱାସକାରୀଙ୍କ 3ଟି ସୈନ୍ୟବାହିନୀ ବନୁ କୁରେଜା ସମ୍ପ୍ରଦାୟ ସହିତ ମିଶି ମଦିନା ଉପରେ ଅତି ଭୟଙ୍କର ଭାବରେ ଆକ୍ରମଣର ଇଚ୍ଛା ବ୍ୟକ୍ତ କଲା, ସେତେବେଳେ ସେହି ସୈନ୍ୟବାହିନୀ ମଧ୍ୟରୁ ଗୋଟିଏ ସୈନ୍ୟବାହିନୀ ଅଧିପତି ଉୟେନା ଥିଲା। ଉୟେନା ବିନ୍ ହିସନ୍ ମକ୍କା ବିଜୟ ପରେ ଇସଲାମ ଧର୍ମ ଗ୍ରହଣ କରିନେଇଥିଲେ। ଅନ୍ୟ ଏକ ବର୍ଣ୍ଣନାରେ ବର୍ଣ୍ଣିତ ରହିଛି ଉୟେନା ବିନ୍ ହିସନ୍ ମକ୍କା ବିଜୟ ପୂର୍ବେ ଇସଲାମ ଧର୍ମ ଗ୍ରହଣ କରିଥିଲେ ଓ ମକ୍କା ବିଜୟରେ ଅଂଶଗ୍ରହଣ କରିଥିଲେ। ଉୟେନା ବିନ୍ ମିହସନ୍ ହୁସେନ ଓ ତାଏଫ ଯୁଦ୍ଧରେ ମଧ୍ୟ ଅଂଶଗ୍ରହଣ କରିଥିଲା। ନବୀ କରୀମ ସല്ലଲ୍ଲାହୁ ଆଲୈହି ወሰଲ୍ଲମ ଉୟେନାକୁ ବନୁ ତମିମ୍ ସମ୍ପ୍ରଦାୟର ଉପଦ୍ରବକୁ ପ୍ରତିହତ କରିବା ନିମନ୍ତେ 50 ଜଣ ଅଶ୍ୱାରୋହୀଙ୍କ ସମେତ ପ୍ରେରଣ କରିଥିଲେ। ଉକ୍ତ ଯୁଦ୍ଧରେ କୌଣସି ଅନସାର କିମ୍ବା ପ୍ରବାସକାରୀ ସାହାବୀ ସାମିଲ ନଥିଲେ। ଏହି ସରିୟାର କାରଣ ଏହା ଥିଲା ଯେ ବିଧର୍ମୀଙ୍କ ସହିତ ଉୟେନା ମଧ୍ୟ ଉପଦ୍ରବର ଶିକାର ହୋଇ ବିଧର୍ମୀ ହୋଇଗଲା। ତଲିହା ଯେତେବେଳେ ଅବତାରୋତ୍ତର ଦାବି କଲା, ସେତେବେଳେ ଉୟେନା ବିନ୍ ମିହସନ୍ ତା ସହିତ ମିଶି ଯାଇଥିଲା। ଉୟେନା ପ୍ରଥମେ ମୁସଲମାନ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ସେ ବିଧର୍ମୀ ପାଲଟି ଯାଇଥିଲା। ପୁନଶ୍ଚ ପରବର୍ତ୍ତୀ ସମୟରେ ହଜରତ ଅବୁ ବକର ରଜିୟଲ୍ଲାହୁଙ୍କ ନିକଟରେ ଯେତେବେଳେ ସେ ବନ୍ଦୀ ହୋଇ ଆସିଲା, ସେତେବେଳେ ହୁଜୁର ରଜିୟଲ୍ଲାହୁ ଉୟେନା ଉପରେ ଉପକାର କରି ତାକୁ କ୍ଷମା କରିଦେଇଥିଲେ ଓ ସେ ଇସଲାମ ଧର୍ମରେ ପୁନର୍ବାର ଦୀକ୍ଷିତ ହୋଇଥିଲା। ବର୍ଣ୍ଣନାରେ ଉଲ୍ଲେଖ ରହିଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲୈହି ወሰଲ୍ଲମ ହଜରତ ଅବୁ ଜର୍ ଗଫାରୀ ରଜିୟଲ୍ଲାହୁଙ୍କୁ ଗାବା ଯିବାକୁ ଅଟକାଇଥିଲେ, କିନ୍ତୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସାବଧାନ କରିବା ସତ୍ତ୍ୱେ ମଧ୍ୟ ହଜରତ ଅବୁ ଜର୍ ଗଫାରୀ ରଜିୟଲ୍ଲାହୁ ଗାବା ଚାଲିଯାଇଥିଲେ। ଏହାର ସବିଶେଷ ବିବରଣୀ ଏପରି ଉଲ୍ଲେଖ ରହିଛି ଯେ ଉୟେନାର ଆକ୍ରମଣ ପୂର୍ବରୁ ହଜରତ ଅବୁ ଜର୍ ଗଫାରୀ ରଜିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଠାରୁ ଓଟମାନଙ୍କୁ ଚାରଣଭୂମି ଆଡ଼କୁ ଯିବା ନିମନ୍ତେ ଅନୁମତି ଲୋଡ଼ିଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम କହିଲେ, ହେ ଅବୁ ଜର୍, ମୁଁ ତୁମ ପ୍ରତି ବିପଦର ଆଶଙ୍କା କରୁଛି, କାରଣ ଶତ୍ରୁ ତୁମ ଉପରେ ସେହି ପଟରୁ ଆକ୍ରମଣ ଯେପରି କରି ନ ଦେଉ, କାରଣ ଆମେମାନେ ଉୟେନା ଓ ତାର ସାଥୀମାନଙ୍କ ଠାରୁ ଶାନ୍ତିରେ ନଥିଲେ। ଏହି ସ୍ଥାନ ମଧ୍ୟ ସେମାନଙ୍କ ଆଡ଼କୁ ରହିଛି, ଅର୍ଥାତ୍ ସେହି ପାର୍ଶ୍ୱଟି। ହଜରତ ଅବୁ ଜର୍ ଗଫାରୀ ରଜିୟଲ୍ଲାହୁ ଜିଦ୍ କଲେ। ଏଥିରେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम କହିଲେ, ମୁଁ ଏହି ଆଶଙ୍କା କରୁଛି ଯେ ତୁମର ପୁତ୍ରର ହତ୍ୟା କରିଦିଆଯିବ ଓ ତୁମର ପତ୍ନୀକୁ ଶତ୍ରୁ ଗିରଫ କରି ନେଇଯିବେ, ଆଉ ତୁମେ ଏକ ଆଶା ବାଡ଼ି ଧରି ଆସିବ। ହଜରତ ଅବୁ ଜର୍ ରଜିୟଲ୍ଲାହୁ କୁହନ୍ତି, ମୁଁ ଆଶ୍ଚର୍ଯ୍ୟଚକିତ ହେଲି ଯେ ଆପଣ ମୋ ସମ୍ପର୍କରେ ଯେଭଳି ଅଭିଳାଷ କରିଥିଲେ ସେହିପରି ହିଁ ଘଟିଲା। ଯଦିଚ ମୁଁ ଜିଦ୍ କରିଥିଲି, ତେଣୁକରି ମୋତେ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लम ସେହିପରି ଛାଡ଼ି ଦେଇଥିଲେ ଓ ମୁଁ ଘରେ ଥିଲି। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଓଟ ବାଡ଼ ଭିତରକୁ ଅଣାଯାଇ ସାରିଥିଲା। ଓଟମାନଙ୍କୁ ଖୁଆଇ ପିଆଇ ସେମାନଙ୍କ ଠାରୁ କ୍ଷୀର ମଧ୍ୟ ସଂଗ୍ରହ କରି ନିଆଯାଇଥିଲା। ପୁନଶ୍ଚ ଆମେମାନେ ଶୋଇଯାଇଥିଲୁ ଯେ ରାତ୍ର ସମୟରେ ଉୟେନା ନିଜର 40 ଜଣ ଅଶ୍ୱାରୋହୀଙ୍କ ସହିତ ଆମ ଉପରେ ଆକ୍ରମଣ କରିଦେଲା। ଉୟେନାର ସୈନ୍ୟମାନେ ଯେତେବେଳେ ଆମକୁ ଡାକ ମାରିଲେ, ସେତେବେଳେ ମୋ ପୁତ୍ର ବାହାରକୁ ବାହାରିଲା। ମୋର ସେହି ପୁତ୍ରକୁ ଉୟେନା ଓ ତାର ଶତ୍ରୁମାନେ ହତ୍ୟା କରିଦେଲେ। ଏଥି ସଂକ୍ରାନ୍ତରେ ହଜରତ ସଲମା ବିନ୍ ଅକ୍ୱା ଶତ୍ରୁର ପିଛା କରିବା ପ୍ରସଙ୍ଗରେ ମଧ୍ୟ ଚର୍ଚ୍ଚା ରହିଛି। ବୁଖାରୀରେ ବର୍ଣ୍ଣିତ ରହିଛି ଯେ ହଜରତ ସଲମା ବିନ୍ ଅକ୍ୱା ବର୍ଣ୍ଣନା କରନ୍ତି, ମୁଁ ଫଜରର ଆଜାନ ହେବା ପୂର୍ବରୁ ବାହାରିଲି। ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଦୁଧୁଆଳି ଓଟମାନେ ଜିକର୍ଦ ନାମକ ସ୍ଥାନରେ ଚରୁଥିଲେ। ସଲମା ରଜିୟଲ୍ଲାହୁଙ୍କ ସହିତ ହୁଜୁର ସଲ୍ଲଲ୍ଲାହୁ ଆଲୈହି वसल्लमଙ୍କ ଦାସ ରବାହା ମଧ୍ୟ ଥିଲା। ହଜରତ ସଲମା ରଜିୟଲ୍ଲାହୁ କୁହନ୍ତି, ଅବ୍ଦୁର ରହମାନ ବିନ୍ ଔଫଙ୍କର ଏକ ପୁତ୍ର ମୋତେ ମିଳିଲା। ସେ କହିଲା, ହେ ସଲମା, ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲୈହି वसल्लम ଓଟମାନଙ୍କୁ କିଏ ଅପହରଣ କରି ନେଇଛି?
ମୁଁ କହିଲି କିଏ ନେଇଗଲା? ଅବଦୁର ରେହମାନର ପୁତ୍ର କହିଲା ଗତଫାନ୍ ସମ୍ପ୍ରଦାୟବାସୀମାନେ। ହଜରତ ସଲମା ରଜିୟଲ୍ଲାହୁ କହିଲେ ମୁଁ 3 ଥର ଉଚ୍ଚ ସ୍ୱରରେ ହେ ସବାହାହୁ ଉଚ୍ଚାରଣ କଲି। ଅତଏବ ମଦିନାରେ ଯେଉଁ ଲୋକମାନେ ଥିଲେ ମୁଁ ସେମାନଙ୍କୁ ଉଚ୍ଚ ସ୍ୱରରେ ଡାକିଲି, କାରଣ ସେମାନେ ସେଠାରେ ପହଞ୍ଚି ଯାଆନ୍ତୁ ଯେପରି। ତାଙ୍କ ସ୍ୱର ଅତି ଉଚ୍ଚ ସ୍ୱର ଥିଲା ଓ ରବାହାକୁ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଖବର ଦେବା ନିମନ୍ତେ ପ୍ରେରଣ କରିଦେଲେ। ଏତତ୍ପରେ ମୁଁ ଦ୍ରୁତ ଗତିରେ ଦୌଡ଼ିବାକୁ ଲାଗିଲି ଏପର୍ଯ୍ୟନ୍ତ କି ମୁଁ ଶତ୍ରୁମାନଙ୍କ ନିକଟରେ ପହଞ୍ଚିଗଲି। ଶତ୍ରୁମାନେ ନିଜର ଜୀବମାନଙ୍କୁ ଜଳପାନ କରାଇବାକୁ ଲାଗିଲେ। ମୁଁ ନିଜର ତୀର ଦ୍ୱାରା ସେମାନଙ୍କ ଉପରକୁ ଆକ୍ରମଣ କଲି। ମୁଁ ଜଣେ ଅଭିଜ୍ଞ ଧନୁର୍ଦ୍ଧର ଥିଲି। ମୁଁ କହୁଥିଲି ମୁଁ ହେଉଛି ଇବ୍ନେ ଆକ୍ୱା ଓ ଆଜି କେବଳ ନୀଚ ଓ ତୁଚ୍ଛ ଲୋକମାନେ ନିହତ ହେବେ। ସଲମା ବିନ୍ ଆକ୍ୱା ଏକୁଟିଆ ମୁକାବିଲା କରିବା ନିମନ୍ତେ ବାହାରି ପଡ଼ିଲେ। ମୁଁ ଉଚ୍ଚ ସ୍ୱରରେ ପଢ଼ି ଚାଲିଥିଲି। ଯେତେବେଳେ ମୁଁ ବୃକ୍ଷ ଉପରେ ରହୁଥିଲି ସେତେବେଳେ ମୁଁ ଶତ୍ରୁମାନଙ୍କ ଉପରେ ତୀର ଚାଳନା କରୁଥିଲି। ସେହିପରି ଯେତେବେଳେ ସଂକୀର୍ଣ୍ଣ ଘାଟିଏ ଆସୁଥିଲା ସେତେବେଳେ ମୁଁ ପର୍ବତ ଉପରେ ଆରୋହଣ ହୋଇ ଶତ୍ରୁ ଉପରକୁ ପଥର ଫିଙ୍ଗୁଥିଲି ଏପର୍ଯ୍ୟନ୍ତ କି ମୁଁ ସେହି ଶତ୍ରୁମାନଙ୍କର ସମସ୍ତ ଓଟ ଛଡ଼ାଇ ଆଣିଲି ଶତ୍ରୁଠାରୁ। ଇତିହାସ, ଜୀବନୀ ଲେଖାଳି ଓ ହଦିସ ପରି ଅନ୍ୟାନ୍ୟ ବ୍ୟାଖ୍ୟା ଓ ଟୀକାକାରମାନଙ୍କ ଅନୁଯାୟୀ ସେ ସମସ୍ତ ଓଟ ଫେରାଇ ନିଆଯାଇ ପାରିଲା ନାହିଁ। କେତେକ ଓଟମାନଙ୍କୁ ଶତ୍ରୁମାନେ ନିଜ ସହିତ ନେଇ ଚାଲିଯିବାରେ ସଫଳ ହୋଇଥିଲେ। ସେ ଯାହା ହେଉ, ଅନ୍ୟ ପଟରେ ଯେତେବେଳେ ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ଏହି ଘଟଣାର ସୂଚନା ମିଳିଲା ସେତେବେଳେ ମଦିନାରେ ଏହି ଘୋଷଣା କରି ଦିଆଯାଇଥିଲା ଯେ ହେ ମଦିନାବାସୀ, ବର୍ତ୍ତମାନ ବିପତ୍ତିର ସମୟ। ସୁତରାଂ ଘୋଷଣା କରି ଦିଆଗଲା ୟା ଖାଇଲାଲ୍ଲାହିର କବି, ଅର୍ଥାତ୍ ହେ ଆଲ୍ଲାହଙ୍କର ଅଶ୍ୱାରୋହୀମାନେ ଅଶ୍ୱ ଉପରେ ଆରୋହଣ ହୋଇଯାଅ। ଠିକ୍ ସେତିକିବେଳେ ଅଶ୍ୱାରୋହୀମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟରେ ଏକତ୍ରିତ ହେବାକୁ ଲାଗିଲେ। ସର୍ବପ୍ରଥମେ ହଜରତ ମିକଦାଦ ରଜିୟଲ୍ଲାହୁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ନିକଟକୁ ଆସିଲେ। ପୁନଶ୍ଚ ଏହାପରେ ହଜରତ ଅବ୍ବାଦ ବିନ୍ ବିଶର ରଜିୟଲ୍ଲାହୁ, ସାଦ ବିନ୍ ଜୈଦ ରଜିୟଲ୍ଲାହୁ, ଉସୈଦ ବିନ୍ ହୁଜୈର ରଜିୟଲ୍ଲାହୁ, ଉକାସା ରଜିୟଲ୍ଲାହୁ, ମୁହରିଜ ବିନ୍ ନଜଲା, ଅବୁ କତାଦା ରଜିୟଲ୍ଲାହୁ, ଅବୁ ଅୟ୍ୟାସ ରଜିୟଲ୍ଲାହୁ ମଧ୍ୟ ପହଞ୍ଚିଗଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ହଜରତ ସାଦ ବିନ୍ ଜୈଦ ରଜିୟଲ୍ଲାହୁଙ୍କୁ ନିଜର ଅମୀର ରୂପେ ନିଯୁକ୍ତ କଲେ ଓ କହିଲେ, ହେ ସାଦ, ତୁମେ ଶତ୍ରୁର ପିଛା କରିବା ପାଇଁ ବାହାରି ପଡ଼ ଏପର୍ଯ୍ୟନ୍ତ କି ମୁଁ ମଧ୍ୟ ତୁମ ସହିତ ଆସି ମିଶିଯିବି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ତୁମେମାନେ ଆଗେ ଆଗେ ଚାଲ, ମୁଁ ତୁମମାନଙ୍କ ପଛେ ପଛେ ଆସୁଛି। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम 500 ସାହାବାମାନଙ୍କ ସହିତ ବାହାରିଲେ ଏବଂ ଏହା ମଧ୍ୟ କୁହାଯାଏ ଯେ ହୁଜୁର 700 ସାହାବାମାନଙ୍କ ସହିତ ବାହାରିଥିଲେ। ସେତେବେଳେ ହୁଜୁର ହଜରତ ଉମ୍ମେ ମକ୍ତୁମ ରଜିୟଲ୍ଲାହୁଙ୍କୁ ମଦିନାରେ ନିଜ ନାଏବ ନିଯୁକ୍ତ କରିଥିଲେ। ହଜରତ ସାଦ ବିନ୍ ଉବାଦା ରଜିୟଲ୍ଲାହୁଙ୍କୁ 300 ସାହାବାମାନଙ୍କ ସମେତ ମଦିନାର ସୁରକ୍ଷା ନିମନ୍ତେ ପଛରେ ଛାଡ଼ି ଯାଇଥିଲେ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ମିକଦାଦ ବିନ୍ ଅସ୍ୱଦ ରଜିୟଲ୍ଲାହୁଙ୍କୁ ବର୍ଚ୍ଛା ଉପରେ ଇସଲାମୀୟ ଧ୍ୱଜା ବାନ୍ଧି ପ୍ରଦାନ କରିଥିଲେ। ଏହି ଅଭିଯାନରେ ଏକ ଘଟଣାର ଚର୍ଚ୍ଚା ମଧ୍ୟ ମିଳେ। ଇବ୍ନେ ଇସହାକ ରଜିୟଲ୍ଲାହୁ କୁହନ୍ତି, ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହିଲେ, ହେ ଅବୁ ଅୟ୍ୟାସ, କ'ଣ ତୁମେମାନେ ନିଜର ଅଶ୍ୱ ଏପରି ବ୍ୟକ୍ତିକୁ ଦେବ ନାହିଁ ଯିଏ ତୁମଠାରୁ ଉତ୍ତମ ଅଶ୍ୱାରୋହୀ, କାରଣ ସେ ଶତ୍ରୁ ସହିତ ମୁହାଁମୁହିଁ ହୋଇଯିବ। ହଜରତ ଅବୁ ଅୟ୍ୟାସ କହିଲେ, ହେ ଆଲ୍ଲାହଙ୍କ ବାର୍ତ୍ତାବହ, ମୁଁ ସମସ୍ତ ଅଶ୍ୱାରୋହୀଙ୍କ ଅପେକ୍ଷା ସର୍ବୋତ୍ତମ। ଅୟ୍ୟାସ ଏହି କଥା କହି ନିଜର ଅଶ୍ୱକୁ ଗୋଇଠି ମାରିଲେ ଓ ଆଗକୁ ବଢ଼ିଲେ, କିନ୍ତୁ ବର୍ତ୍ତମାନ 50 ଗଜ ଅତିକ୍ରମ କରିନଥିଲେ ଯେ ଅଶ୍ୱ ତାଙ୍କୁ ଭୂମି ଉପରକୁ ପକାଇଦେଲା। ମୁଁ ଆଶ୍ଚର୍ଯ୍ୟଚକିତ ହେଲି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम କହୁଥିଲେ ଯେ ହେ ଅବୁ ଅୟ୍ୟାସ, ତୁମେ ନିଜ ଅଶ୍ୱକୁ ଜଣେ ଉତ୍ତମ ଅଶ୍ୱାରୋହୀକୁ ପ୍ରଦାନ କରିଦିଅ। କିନ୍ତୁ ମୁଁ ନିଜ କଥାରେ ଜିଦ୍ ଧରିଥିଲି ଯେ ମୁଁ ଜଣେ ଭଲ ଅଶ୍ୱାରୋହୀ। ପୁନଶ୍ଚ ଉକ୍ତ ଅଶ୍ୱକୁ ହୁଜୁର ହଜରତ ଅବୁ ଅୟ୍ୟାସ ରଜିୟଲ୍ଲାହୁଙ୍କ ଠାରୁ ନେଇ ହଜରତ ମୁଆଜ ବିନ୍
ମାଇସ୍ ରଜିୟତଲାଙ୍କୁ ପ୍ରଦାନ କରିଥିଲେ। ହଜରତ ସଲମା ରଜିୟତଲା ଯିଏ ଶତ୍ରୁମାନଙ୍କର ପିଛା କରୁଥିଲେ, ସେ ବର୍ଣ୍ଣନା କରନ୍ତି, ଯେତେବେଳେ ସୂର୍ଯ୍ୟ ଉପରକୁ ଉଠିଲା, ଦିନ ବଢ଼ି ଚାଲିଲା, ସେତେବେଳେ ଉଏନା ତାଙ୍କୁ ସାହାଯ୍ୟ କରିବା ନିମନ୍ତେ ଆସିଲା। ତହିଁରୁ ଏହା ଜ୍ଞାତ ହୁଏ ଯେ ଉଏନା ସ୍ୱୟଂ ଏଠାରେ ଉପସ୍ଥିତ ଥିଲା। ସେ ଏକ ସଂକୀର୍ଣ୍ଣ ଘାଟି ମଧ୍ୟ ଦେଇ ଆସିଲା। ସେ କୁହନ୍ତି, ମୁଁ ପର୍ବତ ଉପରେ ଚଢ଼ି ଚାଲିଥିଲି ଏପର୍ଯ୍ୟନ୍ତ କି ଆମେ ବିପଦଗ୍ରସ୍ତ ହେଲୁ। ଏହି ବ୍ୟକ୍ତି ହଜରତ ସଲମା ରଜିୟତଲାହୁ ଆମମାନଙ୍କର ପିଛା କରୁଅଛି, ଆମମାନଙ୍କ ଉପରେ ତୀର ବର୍ଷଣ କରୁଛି ଓ ନିଜର ଜୀବମାନଙ୍କୁ ମୁକୁଳାଇ ନେଇଛି, ଅର୍ଥାତ୍ ନିଜ ଅଧୀନ କରିନେଇଛି। ସେ ଆମମାନଙ୍କର ସମସ୍ତ ଜିନିଷପତ୍ର ହରଣ କରିନେଇଛି। ଉଏନା କହିଲା, ହେ ସୈନ୍ୟମାନେ, ତାକୁ ଅର୍ଥାତ୍ ସଲମାକୁ ଯଦି ବିଶ୍ୱାସ ନଥାନ୍ତା ଯେ ତା ପଛରେ ଲୋକମାନେ ଆସୁଛନ୍ତି, ତେବେ ସେ ତୁମକୁ କେତେବେଳୁ ଛାଡ଼ି ପଳାଇଥାନ୍ତା। ସେ ବଡ଼ ଚତୁର ବ୍ୟକ୍ତି। ସେ କହିଲା, ନିଃସନ୍ଦେହ ରୂପେ ଏମାନଙ୍କ ପଛେ ପଛେ ଅନ୍ୟ କୌଣସି ସୈନ୍ୟବାହିନୀ ଆସୁଛି, ତେଣୁ ତୁମମାନଙ୍କ ମଧ୍ୟରୁ କିଛି ଲୋକ ସେହି ବ୍ୟକ୍ତି ଆଡ଼କୁ ଯାଅ। ସେ ଏହି କଥା ନିଜର ସାଥୀମାନଙ୍କୁ କହିଲା। ସୁତରାଂ ସେମାନଙ୍କ ମଧ୍ୟରୁ 4 ଜଣ ବ୍ୟକ୍ତି ସଲମା ନିକଟକୁ ଆସିଲେ ଓ ପର୍ବତ ଉପରେ ଚଢ଼ିଗଲେ। ମୁଁ ସେମାନଙ୍କୁ କହିଲି, ତୁମେମାନେ ମୋତେ ଜାଣ? ସେ କହିଲା, ତୁମେ କିଏ? ମୁଁ କହିଲି, ମୁଁ ସଲମା ବିନ୍ ଅକ୍ୱା। ମୁଁ ସେହି ଅସ୍ତିତ୍ୱଙ୍କ ଶପଥ କରି କହୁଛି ଯେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କୁ ମର୍ଯ୍ୟାଦା ପ୍ରଦାନ କରିଛନ୍ତି। ତୁମମାନଙ୍କ ମଧ୍ୟରୁ ମୋତେ କେହି ବି ଧରିପାରିବ ନାହିଁ। ମୁଁ ଯଦି ଶତ୍ରୁ ପିଛା କରେ, ତେବେ କେହି ବି ମୋଠାରୁ ବର୍ତ୍ତି ପାରିବେ ନାହିଁ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହିଲା, ମୋର ମଧ୍ୟ ଏହି ଧାରଣା ରହିଛି। ପୁନଶ୍ଚ ସେମାନେ ଭୟଭୀତ ହୋଇ ଫେରିଗଲେ। ଏହା ବୁଖାରୀର ବର୍ଣ୍ଣନା ଅଟେ। ଏହିପରି ଅନ୍ୟ ଏକ ବର୍ଣ୍ଣନା ଏପରି ଉଲ୍ଲେଖ ରହିଛି, ହଜରତ ଆଖ୍ରମ ରଜିୟତାଲାଙ୍କୁ ମାସାଦା ଶହୀଦ କରିଥିଲା। ଶାହାଦତର ଘଟଣା ସଂକ୍ରାନ୍ତରେ ଏକ ସ୍ୱପ୍ନର ଚର୍ଚ୍ଚା ମଧ୍ୟ ରହିଛି। ହଜରତ ଆଖ୍ରମ ରଜିୟତାଲା ଶତ୍ରୁ ସହିତ ମୁହାଁମୁହିଁ ହେବାର ଗୋଟିଏ ଦିନ ପୂର୍ବେ ସ୍ୱପ୍ନରେ ଦେଖିଥିଲେ ଯେ ମୋ ପାଇଁ ଆକାଶ ଉନ୍ମୁକ୍ତ ହୋଇଯାଇଛି ଏବଂ ମୁଁ ଆକାଶରେ ପ୍ରବେଶ କରିଯାଇଛି ଏପର୍ଯ୍ୟନ୍ତ କି ମୁଁ ସପ୍ତମ ଆକାଶ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ପୁନଶ୍ଚ ସିଦ୍ରତୁଲ ମୁନ୍ତାହା, ଯାହାକି ସପ୍ତମ ଆକାଶର ଅନ୍ତିମ ପ୍ରାନ୍ତ, ମୋତେ କୁହାଗଲା ଯେ ଏହା ହେଉଛି ତୁମର ସ୍ଥାନ। ମୁଁ ଉକ୍ତ ସ୍ୱପ୍ନ ହଜରତ ଅବୁ ବକର ରଜିୟତାଲାହୁଙ୍କ ସମ୍ମୁଖରେ ବର୍ଣ୍ଣନା କଲି। ସେ କହିଲେ, ହେ ଆଖ୍ରମ, ମୁଁ ତୁମକୁ ଶାହାଦତର ଶୁଭେଚ୍ଛା ଜଣାଉଛି। ଏହାର ଗୋଟିଏ ଦିନ ପରେ ତାଙ୍କୁ ଶହୀଦ କରିଦିଆଗଲା। ହଜରତ ମୁହର୍ରିଜ ରଜିୟତାଲା ପଛ ପଛେ ହଜରତ ଅବୁ କତାଦା ରଜିୟତାଲା ମଧ୍ୟ ପହଞ୍ଚିଗଲେ। ରସୁଲୁଲ୍ଲାହ ସଲ୍ଲଲ୍ଲାହୁ ଆଲାଇହି वसल्लम ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ଅଶ୍ୱାରୋହୀମାନେ ହଜରତ ଅବୁ କତାଦା ରଜିୟତାଲାଙ୍କ ମୁକାବିଲା ଅବ୍ଦୁର ରହମାନ ବିନ୍ ଉଏନା ସହିତ ହେଲା। ସେମାନେ ପରସ୍ପର ମଧ୍ୟରେ ବର୍ଚ୍ଛା ଯୁଦ୍ଧ କରିବାକୁ ଲାଗିଲେ। ଉଏନାର ପୁତ୍ର ଅବ୍ଦୁର ରହମାନ ବିନ୍ ଉଏନା ଅବୁ କତାଦା ରଜିୟତାଲାଙ୍କ ଅଶ୍ୱମାନଙ୍କ ଗୋଛି କାଟି ଦେଇଥିଲା। ହଜରତ ଅବୁ କତାଦା ରଜିୟତାଲା ତାକୁ ବଧ କରିଦେଲେ ଓ ତାର ଅଶ୍ୱ ଉପରେ ନିଜେ ଆରୋହଣ କରି ନେଇଥିଲେ। ହଜରତ ଅବୁ କତାଦାର ମାସାଦା ଫଜରିଙ୍କ ସହିତ ମୁକାବିଲା କରିବା ସମ୍ପର୍କରେ ଉଲ୍ଲେଖ ରହିଛି ଯେ ଏକ ବର୍ଣ୍ଣନା ଅନୁଯାୟୀ ଅବୁ କତାଦା ରଜିୟତାଲା ଉକ୍ତ ଘଟଣାର ସୂଚନା ଦେଲେ, ଅର୍ଥାତ୍ ଶତ୍ରୁ ଆକ୍ରମଣର ସୂଚନା ମିଳିଲା ତାଙ୍କୁ। ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लम ନିଜର ସାହାବାମାନଙ୍କ ସହିତ ମଦିନାରୁ ଜୁବାବ ଅଭିମୁଖେ ଯାତ୍ରା କରିଥିଲେ। ଜୁବାବ ସନିୟତୁଲ ୱଦା ଠାରୁ ଓହ୍ଲାଇ ଓହଦ୍ ପର୍ବତ ମାର୍ଗରେ ଏକ କ୍ଷୁଦ୍ର କୃଷ୍ଣବର୍ଣ୍ଣର ପର୍ବତ। ସେମାନେ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କ ପାଖକୁ ଯେତେବେଳେ ଆସିଲେ, ସେତେବେଳେ ହୁଜୁର କହିଲେ, ହେ ଅବୁ କତାଦା, ଆଗକୁ ଚାଲ, ଆଲ୍ଲାହ ତାଆଲା ତୁମକୁ ସାହାଯ୍ୟ କରନ୍ତୁ। ଅବୁ କତାଦା କୁହନ୍ତି, ମୁଁ ବାହାରିଲି ଓ ମୋ ସହିତ ଆଉ ଜଣେ ବ୍ୟକ୍ତି ଥିଲା। ଆମେ ଦୁହେଁ ଶୀଘ୍ର ଶତ୍ରୁ ନିକଟରେ ପହଞ୍ଚିଗଲୁ। ଅବୁ କତାଦାଙ୍କର ସାଥୀ କହିଲା, ହେ ଅବୁ କତାଦା, ଶତ୍ରୁମାନଙ୍କ ସହିତ ମୁକାବିଲା କରିବାକୁ ଆମମାନଙ୍କ ମଧ୍ୟରେ ଶକ୍ତି ନାହିଁ। ଅବୁ କତାଦା କହିଲେ, ହେ ବ୍ୟକ୍ତି, ତୁମେ ଏହା କହୁଛ, ମୁଁ ହୁଜୁର ସଲ୍ଲଲ୍ଲାହୁ ଆଲାଇହି वसल्लमଙ୍କର ଅପେକ୍ଷା କରିବି। ଅବୁ କତାଦା କୁହନ୍ତି ଯେ ମୁଁ ଏହା କହୁଛି ଯେ ମୁଁ ଗୋଟିଏ
ପଟୁ ଶତ୍ରୁ ଉପରେ ଆକ୍ରମଣ କରିବି ଓ ତୁମେ ଅନ୍ୟ ପଟରୁ ଆକ୍ରମଣ କର। ଅତଏବ ଏମାନେ ଦୁହେଁ ଶତ୍ରୁ ଉପରେ ଆକ୍ରମଣ କରିଦେଲେ। ଶତ୍ରୁ ପକ୍ଷକୁ ସମସ୍ୟା ଘେରରେ ପକାଇଦେଲେ। ଶତ୍ରୁ ଏମାନଙ୍କ ଉପରେ ତୀର ଚାଳନା କଲା। ଗୋଟିଏ ତୀର ଆସି ଅବୁ କତାଦା ରଜିୟଲ୍ଲାହୁଙ୍କ କପାଳରେ ବାଜିଲା। ଅବୁ କତାଦା ରଜିୟଲ୍ଲାହୁ କୁହନ୍ତି, ମୁଁ ସେହି ତୀର କପାଳରୁ ଯେତେବେଳେ ବାହାର କଲି ସେତେବେଳେ ମୋତେ ଏପରି ପ୍ରତୀତ ହେଲା ଯେପରି ମୁଁ ଲୁହାଖଣ୍ଡ ନିଜ କପାଳରୁ ବାହାର କରିଦେଇଛି। ମୁଁ ଯେତେବେଳେ ଆଗକୁ ଅଗ୍ରସର ହେଲି ସେତେବେଳେ ଜଣେ ଦୁର୍ଗଗାମୀ ଅଶ୍ୱାରୋହୀ ମୋ ସମ୍ମୁଖକୁ ଆସିଲା। ସେ ଲୋହ ମୁକୁଟ ପରିଧାନ କରିଥିଲା। ସେ ମୋତେ ଚିହ୍ନି ପକାଇଲା କିନ୍ତୁ ମୁଁ ତାହାକୁ ଚିହ୍ନି ପାରିଲି ନାହିଁ। ସେ କହିଲା, ଅବୁ କତାଦା, ଆଲ୍ଲାହ ତାଆଲା ତୁମର ଓ ମୋର ଭେଟ କରାଇ ଦେଇଛନ୍ତି। ସେହି ଅଶ୍ୱାରୋହୀ ଯେତେବେଳେ ନିଜ ମୁଣ୍ଡକୁ ଲୋହ ମୁକୁଟ ବାହାର କଲେ ସେତେବେଳେ ସେହି ବ୍ୟକ୍ତି ଜଣକକୁ ମୁଁ ଚିହ୍ନି ନେଲି ଯେ ସେ ମସାଦା ଫଜରୀ ଥିଲା। ସେ କହିଲେ, ହେ ଅବୁ କତାଦା, ତୁମେ କ'ଣ ପସନ୍ଦ କରୁଛ? ଅର୍ଥାତ୍ ତୁମେ ଖଣ୍ଡା ଚାହୁଁଛ ନା ବର୍ଚ୍ଛା? ତୁମେ କେଉଁ ପ୍ରକାର ଯୁଦ୍ଧ କରିବାକୁ ଚାହୁଁଛ? ଅବୁ କତାଦା କହିଲେ, ହେ ମସାଦା ଫଜରୀ, ତୁମେ ଯେମିତି ଚାହୁଁଛ ସେମିତି ଯୁଦ୍ଧ ମୋ ସହିତ କରିନିଅ। ସେ କହିଲା, ହେ ଅବୁ କତାଦା, ଚାଲ ତାହେଲେ କୁସ୍ତି ଯୁଦ୍ଧ କରିବା। ସେ କାଳରେ ଯୁଦ୍ଧର ବଡ଼ ବିଚିତ୍ର ପରମ୍ପରା ରହିଥିଲା। ମସାଦା ଫଜରୀ ନିଜ ଅଶ୍ୱ ତଳକୁ ଓହ୍ଲାଇ ପଡ଼ିଲା। ମୁଁ ମଧ୍ୟ ଅଶ୍ୱ ଉପରୁ ତଳକୁ ଓହ୍ଲାଇ ଆସିଲି। ମୁଁ ନିଜର ଅଶ୍ୱ ଏକ ବୃକ୍ଷ ସହିତ ବାନ୍ଧିଦେଲି ଓ ନିଜର ଅସ୍ତ୍ର ସେଠାରେ ରଖିଦେଲି। ମସାଦା ଫଜରୀ ମଧ୍ୟ ଏହିପରି କଲା। ଆମେମାନେ ପରସ୍ପର ମଧ୍ୟରେ ଯୁଦ୍ଧ କରିବାକୁ ଲଢ଼ିବାକୁ ଲାଗିଲୁ। ଆଲ୍ଲାହ ତାଆଲା ମୋତେ ତାହା ଉପରେ ବିଜୟ ପ୍ରଦାନ କଲେ। ମୁଁ ତାହା ଉପରେ ଚଢ଼ିଗଲି। ମୁଁ ଇଚ୍ଛା ପ୍ରକାଶ କଲି ଯେ ମୁଁ ଉଠି ନିଜର ଖଣ୍ଡା ନେଇ ଆସିବି ଓ ତାହାକୁ ନିହତ କରିଦେବି। ଆମେମାନେ ଉଭୟ ସୈନ୍ୟବାହିନୀ ମଧ୍ୟରୁ ଥିଲୁ, ତେଣୁ ଆମମାନଙ୍କ ମଧ୍ୟରୁ କାହାରି ଉପରେ ବି ଆକ୍ରମଣ ହୋଇପାରିଥାନ୍ତା। ତେଣୁ ମୋ ମୁଣ୍ଡରେ କୌଣସି ଏକ ବସ୍ତୁ ଆସି ବାଜିଲା। ମୁଁ ଲଢ଼ୁ ଲଢ଼ୁ ମସାଦାର ଅସ୍ତ୍ର ପର୍ଯ୍ୟନ୍ତ ପହଞ୍ଚିଗଲି। ମୁଁ ହାତ ବଢ଼ାଇ ତାର ଖଡ଼୍ଗ ଗୋଟାଇ ଆଣିଲି। ମସାଦା ଫଜରୀ ଯେତେବେଳେ ଏହା ଦେଖିଲା ଯେ ତାର ଅସ୍ତ୍ର ମୋ ହାତରେ ରହିଛି, ସେ କହିବାକୁ ଲାଗିଲା, ହେ ଅବୁ କତାଦା, ମୋତେ ଛାଡ଼ିଦିଅ। ମୁଁ କହିଲି, ହେ ମସାଦା, ବର୍ତ୍ତମାନ ତୁମେ ନିଜର ଠିକଣା ନର୍କକୁ ଦେଖିନିଅ। ତାପରେ ମୁଁ ତାହାକୁ ବଧ କରିଦେଲି ଓ ତାକୁ ନିଜର ଚଦରରେ ଗୁଡ଼ାଇ ଦେଲି। ଅବୁ କତାଦା କୁହନ୍ତି, ଏତତ୍ପରେ ମୁଁ ତାର ବସ୍ତ୍ର ପିନ୍ଧିନେଲି ଓ ତାର ଅସ୍ତ୍ର ନେଇନେଲି। ତାର ଅଶ୍ଵ ଉପରେ ଆରୋହଣ କରିନେଲି, କାରଣ ଆମେ ଦୁହେଁ ଯେତେବେଳେ ଲଢ଼ୁଥିଲୁ ସେତେବେଳେ ମୋର ଅଶ୍ଵ ଶତ୍ରୁ ଆଡ଼କୁ ପଳାୟନ କରିଥିଲା ଓ ଶତ୍ରୁ ମୋ ଅଶ୍ଵର ଗୋଛି କାଟି ଦେଇଥିଲା। ମୁଁ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେଲି। ମସାଦା ଫଜରୀର ପୁତୁରାକୁ ଧରି ପକାଇଲି। ମସାଦା ଫଜରୀର ପୁତୁରା ସହିତ ଅତିରିକ୍ତ 17 ଜଣ ଅଶ୍ୱାରୋହୀ ଥିଲେ। ମୁଁ ସେମାନଙ୍କୁ ଯେତେବେଳେ ଇଙ୍ଗିତ କଲି ସେତେବେଳେ ସେମାନେ ଅଟକି ଗଲେ। ପୁନଶ୍ଚ ମୁଁ ଯେତେବେଳେ ସେମାନଙ୍କ ନିକଟରେ ପହଞ୍ଚିଗଲି ମୁଁ ସେମାନଙ୍କ ଉପରେ ଅତର୍କିତ ଭାବରେ ଆକ୍ରମଣ କରିଦେଲି। ମସାଦା ଫଜରୀର ପୁତୁରାକୁ ବର୍ଚ୍ଛା ମାରି ତାର ସ୍କନ୍ଧଚ୍ୟୁତ କରିଦେଲି। ତାର ସାଥୀମାନେ ଖସି ପଳାଇଗଲେ। ମୁଁ ଓଟମାନଙ୍କୁ ନିଜ ଆୟତ୍ତକୁ ଆଣିନେଲି। ସେହି ଓଟଗୁଡ଼ିକୁ ହଜରତ ସଲମା ବିନ୍ ଅକ୍ୱା ରଜିୟଲ୍ଲାହୁ ଆକ୍ରମଣ ସମୟରେ ଶତ୍ରୁପକ୍ଷ ନେଇ ପଳାଇଥିଲା। ଏହି ଘଟଣାର ଅବଶିଷ୍ଟ ଅଂଶ ଆସନ୍ତାରେ ବର୍ଣ୍ଣନା କରିବି ଇନଶାଆଲ୍ଲାହ ତାଆଲା। Alhamdulillah nahmaduhu wa nasta'inuhu wa nastaghfiruhu wa nu'minu bihi wa natawakkalu alayhi wa na'udhu billahi min shururi anfusina wa min sayyiati a'malina. Man yahdihillahu fala mudilla lahu ومن يضلل فلا هادي له ونشهد أن لا إله إلا الله ونشهد أن محمدا عبده ورسوله. عباد الله رحمكم الله
إن الله يأمر بالعدل والإحسان وإيتاء ذي القربى وينهى عن الفحشاء والمنكر والبغي يعظكم لعلكم تذكرون اذكروا الله يذكركم وادعوه يستجب لكم ولذكر الله أكبر